ये ये श्री ये भुवनेश्वर बेहरा श्री श्री डाके कौन सुनिले तमे सुनिलो परा रिप्लाई देला मुझे काय डाके श्री तमको सत्या भुवनेश्वर बेहरा तीन सुंदरता लिखिଛନ୍ତି କାହା ଉପରେ ଲେଖିଛନ୍ତି ଏଟା ଗଣତନ୍ତ୍ର ନା ଗଣତନ୍ତ୍ର ଶାସନ ଗଣତନ୍ତ୍ର ଶାସନ କହିଲେ କଣ ବୁଝିବା ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଲୋକମାନଙ୍କ ଶାସନ କଣ ଗଣତନ୍ତ୍ର ଶାସନ ବୁଝିପାରିବେ କି କହିଲେ କାହାର କି ତ ଏଇ ଯୋଉ ଗଣତନ୍ତ୍ର ଶାସନରେ କୋଉ କୋଉ ଅଙ୍ଗ ଗୁଡିକ ମୁଖ୍ୟ ଭାବରେ ରହିବା ଉଚିତ ଆମର ନାହିଁ ଠିକ ଅଛି କିନ୍ତୁ ରହିବା କୋଉ କୋଉ ଜିନିଷ ଗଣତନ୍ତ୍ର ଶାସନର ମୁଖ୍ୟ ଅଙ୍ଗ ଗୁଡିକ କଣ କଣ ହଁ ସାମାଜିକ ଅଧିକାର ନା କଣ ସାମାଜିକ ନ୍ୟାୟ ଅର୍ଥନୈତିକ ସମତା ବ୍ୟକ୍ତିଗତ ଅଧିକାର ବ୍ୟକ୍ତିଗତ ସ୍ୱାଧୀନତା ଆଉ ସମଷ୍ଟିଗତ ପ୍ରଗତି ଏସବୁ ରହିବା ଦରକାର ଗୋଟେ ଗଣତନ୍ତ୍ର ଶାସନରେ କିନ୍ତୁ ଗଣତନ୍ତ୍ର ଶାସନରେ ଯୋଉଟା ରହିବା କଥା ବ୍ୟକ୍ତିଗତ କ୍ଷମତା ବ୍ୟକ୍ତିଗତ ନ୍ୟାୟ କିଏ ନ୍ୟାୟ ପାଉଛି ସମସ୍ତେ ନ୍ୟାୟ ପାଉଛନ୍ତି ପାଉଛନ୍ତି ତେଣୁ କରିକି ଏଇଠି ଲେଖକ କହୁଛନ୍ତି ଆମର ଯୋଉ ଏଇ କଥା ଗୁଡିକ ଅଛି ଗଣତନ୍ତ୍ର ଶାସନରେ ଏଇ ସବୁ ଗୁଡାକ ଅଙ୍ଗାଙ୍ଗୀ ଭାବେ ଜଡିତ ରହିବା ନିହାତି ଦରକାର ଏ ସବୁ କେବଳ ମାତ୍ର ପୋଥିଗତ ବିଦ୍ୟା ସାଙ୍ଗରେ ସମାନ ବହିରେ ଅଛି କେବଳ ବହିରେ ସୁନ୍ଦର ଦେଖାଯାଉଛି ତାକୁ କାମ କରିବା କିଛି ଦରକାର ନାହିଁ ତ ସେଇ କଥାକୁ ନେଇକି ତାପରେ ଆଉ ଗୋଟେ କଥା ଏଠି ଲେଖକ କଣ କହିଲେ ଲେଖକ କହିଲେ କି ଯୋଉ ଦେଶରେ ଗଣତନ୍ତ୍ର ଶାସନ ଯୋଉ କଥା କୁହାଯାଉଛି ଗଣତନ୍ତ୍ରର ମେରୁଦଣ୍ଡ କିଏ କ୍ଲାସ କ୍ଲାସରେ ପଚାରିଥିଲି ଲୋକ ପ୍ରତିନିଧି ହେଉଛନ୍ତି ଗଣତନ୍ତ୍ରର ମେରୁଦଣ୍ଡ ତ ଗଣତନ୍ତ୍ର ଆମେ ହିଁ ପରୋକ୍ଷ ଭାବରେ ନିଯୁକ୍ତି କରୁଛେ ନାଇଁ କି ପରୋକ୍ଷ ଭାବରେ ଆମେ ଭୋଟ ଦେଲେ ସିଧାସଳଖ ଆମେ ଶାସନ କରିକି ପରୋକ୍ଷ ଭାବରେ ଆମେ ନିଜେ ନିଜକୁ ଶାସନ କରୁଛେ ଅର୍ଥାତ ଗୋଟେ ଲୋକକୁ ଆମେ ମନୋନୟନ କରୁଛେ ତାକୁ ଚୟନ କରୁଛେ ଭୋଟ ଦେଇକି ତାପରେ ସିଏ ହିଁ ଆମକୁ ଶାସନ କରୁଛେ ତାର ଅର୍ଥ ଲୋକମାନେ ନିଜେ ନିଜକୁ ପରୋକ୍ଷ ଭାବରେ ଶାସନ କରୁଛନ୍ତି ଆମର ମତ ନା ଯାହାକୁ ଆମେ ଜିତଉଛେ ସେଟା କାହାର ମତ ଆମର ମତ ଯେମିତି କି ରାଜ୍ୟ ଶାସନ ବେଳେ ରାଜା ଯଦି ହଉଥିଲେ ରାଜାର ପୁଅ ମାନେ ତମର ଇଚ୍ଛା ଥାଉ କି ନଥାଉ ପ୍ରଜା ମାନଙ୍କର ରାଜା ହିଁ ରାଜା ହବ ରାଜା ପୁଅ ମାନେ ରାଜା ହବ ମାନେ ହବ କିନ୍ତୁ ଏବେ ଆମେ କଣ ଯାହାକୁ ନ ଚାହିଁବା ତାକୁ ଜିତେଇବା ଜିତେଇବାନି ତେଣୁ ଯାହାକୁ ଆମେ ଭୋଟ ଦଉଛନ୍ତି ଆମ ଇଚ୍ଛାରେ ଆମେ ତାକୁ ଜିତଉଛନ୍ତି ଇନଡାଇରେକ୍ଟଲି ଆମେ ହିଁ ପରୋକ୍ଷ ଭାବରେ ନିଜକୁ ନିଜେ ଶାସନ କରୁଛନ୍ତି ବୋଲି ଲେଖକ କହୁଛନ୍ତି ତେଣୁ ତାପରେ କହିଲି ଏଇ ଯୋଉ ଶାସନ ଯୋଉ ଗୁଡିକ ରହିବା କଥା ଗୋଟେ ଭଲ ଲୋକକୁ ଭୋଟ ଦେବା କଥା ନା କି 500 ଟଙ୍କା ନେଇକି ଚିକେନ ମଟନ ଖାଇକି ଭୋଟ ଦବା ତାର କିଛି ମୂଲ୍ୟ ନାହିଁ ତେଣୁ ଗୋଟେ କଥା କହୁଛନ୍ତି ଯେ ଯୋଉ ଦେଶର ପ୍ରଗତିଶୀଳ ଲୋକ ଅଛନ୍ତି ଆଉ ଯୋଉ ଦେଶରେ ଲୋକମାନଙ୍କ ପାଖରେ ରାଜନୈତିକ ଜ୍ଞାନ ଅଛି ଏବଂ ଯୋଉମାନଙ୍କୁ ଚୟନ କରିବାର ଜ୍ଞାନ ଅଛି ସାମ୍ବିଧାନିକ ଜ୍ଞାନ ଅଛି ସେଇମାନେ ହିଁ ନିଜର ବୁଦ୍ଧି ଅନୁସାରେ ତାଙ୍କର ପ୍ରତିନିଧି ବାଛନ୍ତି ଏବଂ ସେଇ ଦେଶ ବା ସେଇ ରାଜ୍ୟ କି ସେଇ ସମାଜ ହିଁ ଆଗକୁ ଆଗକୁ ଉନ୍ନତି କରିଚାଲିବେ କିନ୍ତୁ ଯୋଉ ଜାଗାରେ ଏଇ ସବୁ ଜ୍ଞାନ ନାହିଁ ରାଜନୈତିକ ଜ୍ଞାନ କୌଣସି ଲୋକ ପାଖରେ ନାହିଁ ସେଇ ଜାଗାରେ କେବଳ ପ୍ରୋପାଗାଣ୍ଡା ହିଁ କାମ ଦେବ ପ୍ରୋପାଗାଣ୍ଡା କଣ ଯେ ଗୋଟେ ଲୋକ ସେ କିଛି ଜାଣେନି ତାର ମାନେ ବିଷୟରେ ଆମେ କିଛି ଜାଣିନେ କିନ୍ତୁ ସିଏ ଚାରିଆଡେ ପ୍ରଚାର ପ୍ରସାର କରୁଛି ନିଜ ବିଷୟରେ ଯୋଉ ପ୍ରଚାର କରିବା ପ୍ରସାର କରିବା ଆଜିକାଲି ଇଲେକ୍ସନ ବେଳେ ତ ତମେ ସମସ୍ତେ ଦେଖୁଥିବ ଭୋଟ ନଦେଲେ ବି ସୁଦ୍ଧା ଇଲେକ୍ସନ ର ଜଷ୍ଟ ପୂର୍ବ ସମୟ ଗୁଡାକ ତ ନିଜେ ଦେଖୁଥିବ କେମିତି ରାଲି ହଉଛି ପ୍ରଚାର ହଉଛି ଟିଭି ରେଡିଓ ସବୁଠି ତା ସହିତ ଜାଗା ଜାଗା ଷ୍ଟେଜ ପ୍ରୋଗ୍ରାମ ହଉଛି ମନ୍ତ୍ରୀ ଯୋଉମାନେ ଠିଆ ହେଇଛନ୍ତି ପ୍ରତିନିଧି ମାନେ ହାତ ବଢେଇକି ଦେଶରେ ମୁଁ ଏଇଟା କରିଦେବି ମୁଁ ସେଇଟା କରିଦେବି ଲୋକ ବସିକି ବୁଢୀ ମାଉସୀ ଘରେ ପଖାଳ ଖାଇଯିବି
ଭିଡିଓ କରିକି ଛାଡି ଦଉଛନ୍ତି। ସବୁ ଦିବସକୁ ଗୋଟି ଗୋଟି କରିକିନା ଯୋଉଠି ଗୋଟେ ଗୋଟେ ଲଞ୍ଚ ରେ ଗୋଟେ ଗୋଟେ ଡିନର ରେ ତାଙ୍କର 1,00,000 2,00,000 ଖର୍ଚ୍ଚ ହେଇଯାଉଥିବ, ସେଇଠି ଲୋକଙ୍କୁ ଦେଖାଣିଆରେ ଗୋଟେ ଗୋଟେ ଭଲ ସ୍ପେଶାଲ ଡେ ମାନଙ୍କରେ ତଳେ ବସି ଖାଇ ପଖାଳ ଖାଇ ଫଟୋ ଭିଡିଓ କରିକିନା ଛାଡୁଛନ୍ତି। ସେଇଗୁଡା ସବୁ ପ୍ରୋପାଗାଣ୍ଡା। ତ ସେଇ ପ୍ରୋପାଗାଣ୍ଡାକୁ ନେଇକିନା ଲେଖକ ଗୋଟେ ଗପକୁ ଆଣିକି ଏଥିରେ ଯୋଡିଛନ୍ତି, ଯୋଉଟା ହେଲା ତିନି ତୁଣ୍ଡରେ ଛେଳି କୁକୁର। ଯେମିତି ଆମେ କହିବା ତିନି ତୁଣ୍ଡରେ ଛେଳି କୁକୁର, ଅର୍ଥାତ୍ ଗୋଟେ ଲୋକ ଯଦି ଠିଆ ହେଇକି ଇଲେକ୍ସନରେ ଯେତେ ବି ଖରାପ ହେଇଥାଉ ତା ନାଁରେ ଯଦି ପ୍ରଚାର ପ୍ରସାର ଭଲରେ ହେଇଗଲା, ତାକୁ ଲୋକ ଭୋଟ ଦେଇ ଦଉଛନ୍ତି। କି ସିଏ ଡରେଇକି ହଉ, ଧମକେଇକି ହଉ, ଉଠେଇକି ହଉ, କିମ୍ବା ମିଛ ମିଛ ନାଟକ କରିକି ହଉ, କି ପଇସା ପତ୍ର ଦାନ କରିକି କରିକି ତମକୁ ସିମ୍ପାତି ଦେଖେଇକି ହଉ, ସେ ତାର ଭୋଟ ହାସଲ କରିନିଏ। ତ ସେଟାକୁ ନେଇକିନା ଗୋଟେ ଗପ କହୁଛନ୍ତି। ସେଇଟା ଆମେ ପ୍ରଥମ ପାଠଟା ପଢିଥିଲେ, ଦ୍ୱିତୀୟ ପାଠରୁ ଆମେ ଆଜି ପଢିବା କଣ ଭଲ ମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠି ନାହିଁ, ସେଇଠାରେ ମୁଖ୍ୟତଃ ପ୍ରୋପାଗଣ୍ଡାରେ ହିଁ ଜୟ ହୁଏ। ଆମେ ଯାହାକୁ ଭୋଟ ଦଉଛେ, ଆମେ ତା ବିଷୟରେ ଭଲ ମନ୍ଦ ଯଦି ନ ଚିହ୍ନିକି ଭୋଟ ଦବା, କେବଳ 500 ଟଙ୍କା ପକେଟରେ ରଖିକି କିମ୍ବା ଚିକେନ ମଟନ ଭୋଜି ଦଉଛି ଖାଇକି ତାକୁ ଭୋଟ ଦବା, ତା ମାନେ ଆମେ ଭଲ ମନ୍ଦ କିଛି ଜାଣିନେ, କେବଳ ପ୍ରୋପାଗାଣ୍ଡାରେ ହିଁ ଜୟ ହେଇଥାଏ। ତ ପ୍ରୋପାଗାଣ୍ଡା ଯେ କଣ କରିପାରେ, ସେଇ ସମ୍ବନ୍ଧରେ ଆମର ପୁରୁଣା ଜଣାଶୁଣା ତିନି ତୁଣ୍ଡରେ ଛେଳି କୁକୁର ଗୋଟେ ମଜା ଗପ ମନେ ପଡେ। ଲେଖକଙ୍କର ଗପଟା ମନେ ପଡିଛି, ତେଣୁ ସେ ସେଇ ଗପଟିକୁ ଆଣିକି, ଯେହେତୁ ସିଏ ତୁମର ଗଣତନ୍ତ୍ର ଶାସନ ଉପରେ କିଛିଟା ଲେଖିଛନ୍ତି, ତେଣୁ ସେ ଗଣତନ୍ତ୍ର ଶାସନ ଉପରେ ଲେଖିବା ଭିତରେ ଗୋଟେ ତାଙ୍କର ପୁରୁଣା ଗପ ମନେ ପଡି ଯାଇଛି। ଟିକେ ନୂଆ ଶୈଳୀରେ ଗପଟି ସମାନ ଅଛି। ସେ ତିନି ତୁଣ୍ଡରେ ଛେଳି କୁକୁର ବୋଲି ତିନି ଜଣ ଲୋକ ଯାହା କହିଥିଲେ ସେଟା ସତ ହେଇଥିବ। ସପୋଜ ତମେ ଗୋଟେ ଜିନିଷ ଦେଖିନ, ତମେ ଜାଣିଛ କାଉ ରଙ୍ଗ କଳା, ସେଟା ଦେଖିଛେ ଜାଣିଛ ବିଶ୍ୱାସ କରୁଛେ। ଗୋଟେ ଜିନିଷ ହେଲା ତମେ ଦେଖିନ, ହଁ ମୁଁ ଆଉ କହିବି ମୁଁ ଗୋଟେ ମାନେ ଭାରି ରାଗି ଲୋକଟେ, ବାଡାଏ ସମସ୍ତଙ୍କୁ, ତମେ କିନ୍ତୁ ଦେଖିନ, କାହିଁକି ନା ମୁଁ ତମ ସାଥିରେ ଭଲ ବ୍ୟବହାର କରୁଛି। ତ ଯେହେତୁ ମତେ ଯଦି ଇଏ ଆସି କହିବ ଯେ ମ୍ୟାମ ବହୁତ ରାଗି, ତମେ ତ ଜାଣିନ ସେ କଥା ନା, ମ୍ୟାମ ବହୁତ ରାଗି, ବାଡେଇ ବାଡେଇ ମାରି ଦେଇଛନ୍ତି ଦିଟା ତିନିଟା ପିଲାଙ୍କୁ, ତମେ ଫାଷ୍ଟ ଭାବିବ ନାଇଁ ତମେ ତ ଭଲ କଥା କୁହନ୍ତି, କାହାକୁ ମାରନ୍ତିନି, ସେ ମିଛ କହୁଛି। ତାପରେ ସିଏ ଯଦି ସେୟା କହିଲା, ସିଏ ସେୟା କଲା, ସେ କଲା, ସେ କଲା, ତାପରେ ତମେ ଭାବିଦବ ଯେ ହଁ ମ୍ୟାମ ବୋଧେ ବାଡେଇକି କାହାକୁ ମାରିଦେଇଛନ୍ତି ଦି ତିନିଟା ଷ୍ଟୁଡେଣ୍ଟକୁ, ସତ ନୁହେଁ ଏତେ ଜଣ କାହିଁ କହୁଛନ୍ତି। ଯଦି ସତ ନ ହେଇଥାନ୍ତା ଏତେ ଜଣ କାହିଁ କହୁଛନ୍ତି। ଏକ୍ଜାକ୍ଟଲି ସେଇଭଳି ଗୋଟେ ଗପ ଲେଖକ ଆଣିଛନ୍ତି। ଯୋଉ ପ୍ରୋପାଗାଣ୍ଡାର ଅର୍ଥ କଣ, କେମିତି ପ୍ରୋପାଗାଣ୍ଡାରେ ଗୋଟେ ଖରାପ ଲୋକକୁ ଭଲ, ଭଲ ଲୋକକୁ ଖରାପରେ ପରିବର୍ତ୍ତନ କରାଯାଇ ପାରେ, ସେ କଥାକୁ ନେଇକି ଗପ। ଗପରେ କଣ ଅଛି, ଏବେ ଏଣ୍ଟରଟେନମେଣ୍ଟ କରିବ, ପୁରା ଗପଟି ବହୁତ ମଜାଦାର ହବ, ପୁରା ଏଣ୍ଟରଟେନମେଣ୍ଟ କଲା ଭଳି ଗପ। କଳା ମଚ ମଚ ଦେହ, ପହରା ନିଶ, ମେହେଗାନି କାଠରେ କୁନ୍ଦିଲା ପରି ହାତ ଆଉ ଫୁଲକା ରୁଟି ଭରି ଫୁଲି ଉଠିଥିବା ଚଉଡା ଛାତି, ଲାଠି ହାତରେ ଆକୃତିର ଯେତେବେଳେ ରାସ୍ତା ଉପରକୁ ଉଠି ଆସିଲା, ବ୍ରାହ୍ମଣ ଗୋସାଇଙ୍କ ଆଖି ତଳକୁ ଖୁସି ହେଇଗଲା, ଆଉ ଦେହରୁ ଗମ ଗମ ଝାଳ ବୋହିଗଲା। ଆଗନ୍ତୁକକୁ ଚିହ୍ନି ପାରି ଗଳାରେ ପୁରୋହିତ ପଚାରିଲେ, ବାଣୁ କିରେ? ଗୋଟେ ଲୋକ ଆସିଛି, ପୁରୋହିତ ଅର୍ଥାତ୍ ଗୋଟେ ବ୍ରାହ୍ମଣଟିଏ। କ୍ୱେଶ୍ଚନ ଅଛି ଏଥିରେ, ଯିଏ ପୂଜା କରେ ପୁରୋହିତ, ପୁରୋହିତର ଅପୋଜିଟ ଆସିବ ବେଳେ ବେଳେ କଣ, ତାର ଯୋଉ ବିପରୀତ ଶବ୍ଦ ଯଜମାନ। ପୁରୋହିତ ଯିଏ ପୂଜା କରେ, ଯଜମାନ ପୁରୋହିତଟି ଯାଇକି ଯାହାର ଘରେ ପୂଜା କରନ୍ତି। ଯେମିତି ଆଗରୁ ଗାଁ ଗଣ୍ଡାରେ କଣ ଥାଏ, ଯେ ଏଇ ପୁରୋହିତଟି ଏତିକି ଘରଙ୍କର ସେ ଯଜମାନୀ ନେଇଛି, ମାନେ ସିଏ ହିଁ ସେଇ ତମ ଘରେ ଯାହା ବି ହବ ପର୍ଟିକୁଲାର ସେଇ ପୁରୋହିତଟା ଆସିକି ହିଁ ପୂଜାରେ ବସିବ, ପୂଜା କରିବ, ଯାହାବି କରିବ। ସହର ଅଞ୍ଚଳରେ ଆମେ ଯାହାକୁ ନାହିଁ ତାକୁ ଡାକି ଦଉଛେ, କିନ୍ତୁ ଗାଁରେ ଏଇଟା ଅଛି। ତେଣୁ ଏଇଠି ଗୋଟେ ପୁରୋହିତଟିଏ ରାସ୍ତାରେ ଯାଉଛି, ତ ସେଇଠି ହଠାତ୍ ଦେଖିଲା ଗୋଟେ ଲୋକଟେ ତାର ରାସ୍ତାରେ ତା ଆଗକୁ ହଠାତ୍ ପଳେଇ ଆସିଛି। ସେ ଲୋକଟିର ମାନେ ଚେହେରାଟି କେମିତି ଦେଖା ଯାଉଛି, ତାକୁ ଲେଖକ ବର୍ଣ୍ଣନା କରିଛନ୍ତି। ବିଶାଳ ତା ଶରୀରଟି ଡେଙ୍ଗା ହେଇକି ଲୋକଟେ, କଳା ମଚ ମଚ ଦେହ, କାଳିଆ କାଳିଆ ପିଲାଟେ ଲୋକଟେ, କଳା ମଚ ମଚ ଦେହଟି ତାର, ନିଶ ଯୋଉଟା ଅଛି କହରା କହରା ନିଶ, ନିଶ କିନ୍ତୁ କଳା ନୁହେଁ କି ଧଳା ହେଇଛି ପାଚିନି, ମଝି ମଝିଆ ଯୋଉ କହରିଆ କହରିଆ ରଙ୍ଗ, ସେମିତି ଭିତର ନିଶଟି ତାର ଧୂସରିଆ ଧୂସରିଆ ଦେଖାଯାଉଛି। ଆଉ ମେହଗାନି କାଠରେ କୁନ୍ଦିଲା ପରି, କୁନ୍ଦିଲା ପରି ମାନେ ଚିକ୍କଣ ପରି, କାଠରେ କୁନ୍ଦିଲା ପରି, ମେହେଗାନି କାଠ ମାନେ ମେହେଗାନି ଗୋଟେ ଗଛ, ତାର କାଠକୁ କୁନ୍ଦନ୍ତି କେମିତି, ଯେମିତି କବାଟ ତିଆରି କଲାବେଳେ ଦେଖିଥିବୁ ଏଡିକି ଏଡିକି ଯୋଉ ବଢେଇ ମାନେ ବ୍ୟବହାର କରନ୍ତି, ଏରୋପ୍ଲେନ ଭଳିଆ, ଆମେ ଛୋଟବେଳେ ତାକୁ କହୁ ଏରୋପ୍ଲେନ ଚାଲୁଛି, ସେ ଏରୋପ୍ଲେନ ଭଳିଆ ଦେଖାଯାଏ ଉପରକୁ, ଏମିତି ଏମିତି ତାକୁ କରିକି କାଠକୁ ସାଇଜ କରନ୍ତି, ପାଲିସ କରନ୍ତି, ସେଇ ଯନ୍ତ୍ରଟା କୁନ୍ଦା ଯନ୍ତ୍ର ତାକୁ କୁହନ୍ତି। କାଠ ଗୁଡିକୁ ଚିକଣ କରାଯାଏ। ତ ଏଇଠି କହୁଛନ୍ତି କାଠକୁ ଯେମିତି ସେ ଯନ୍ତ୍ରରେ, କୁନ୍ଦା ଯନ୍ତ୍ରରେ ଘଷି ଘଷି ପାଲିସ କରିକି ଚିକଣ କରାଯାଏ, ଠିକ ସେଇଭଳି
ବେହେମାନେ କାନ୍ଥରେ କୁନ୍ଦିଲା ପରି ହାତ ଗୋଡ ତାର ହାତ ଗୋଡ ପୁରା ଚିକଣ ଚିକଣ ଶରୀରଟି କଳା ରଙ୍ଗର କଭରିଆ କଭରିଆ ନିଶ ହାତ ଦିଟା ପୁରା ଚିକଣ ଚିକଣ ମାନେ ପୁରା ମସୃଣ ମାନେ ପାଲିସ ପାଲିସ ହାତ ଗୁଡିକ ଆଉ ଫୁଲୁକା ରୁଟି ପରି ଫୁଲି ଉଠୁଥିବା ଚଉଡା ଛାତି ଛାତି ଗୁଡିକ ଚଉଡା ଚଉଡା ଡେଙ୍ଗା ହେଇକି ପୁଅଟେ ଯେମିତି ଜିମ୍ ଫିମ୍ ଗଲେ ଯେମିତି ଶରୀର ପ୍ୟାକ୍ ଦେଖାଯାଏ ସେମିତି ପ୍ୟାକ୍ ଦେଖାଯାଉଛି ଆଉ ରୁଟି ଫୁଲିଲା ଭଳି ତାର ଛାତି ଗୁଡିକ ଚଉଡା ଚଉଡା ଏବଂ ଫୁଲିଲା ଫୁଲିଲା ଲାଠି ହାତରେ ଆକୃତିଟି ଯେତେବେଳେ ହାତରେ ଧରିକି ଗୋଟେ ଲାଠିଟିଏ ବାଡି ଖଣ୍ଡେ ଧରିଛି ସେଇଭଳିଆ ଆକୃତିର ବା ସେଇଭଳିଆ ରୂପଟି ଗୋଟେ ଦେଖା ଯାଉଥିବା ଗୋଟେ ପୁରୁଷଟେ ହଠାତ୍ କିନା କଣ ହେଇଛି ରାସ୍ତା ଉପରକୁ ଉଠି ଆସିଛି ଯୋଉ ରାସ୍ତାରେ କି ପୁରୋହିତଟି ଯାଉଛନ୍ତି ବ୍ରାହ୍ମଣ ଗୋସାଇ ହଠାତ୍ କିନା ଚମକି ପଡିବ ହଠାତ୍ କିନା ଏମିତି ଗୋଟେ ଶରୀର ବିଭୂତ କିମ୍ବା ତାର ରୂପ ଦେଖିଦେଇଛନ୍ତି ହଠାତ୍ କିନା ଆଖି ତଳକୁ ଖୁସି ହେଇଗଲା ବ୍ରାହ୍ମଣ ଗୋସାଇ କଣ କଲେ ତଳକୁ ତାଙ୍କ ଆଖିଟି ଖୁସି ହେଇଗଲା ମାନେ ଆଖିଟାକୁ ତଳକୁ କରିଦେଲେ ହଠାତ୍ କିନା ଯେତେବେଳେ ତାଙ୍କ ରାସ୍ତା ଆଗକୁ ମାନେ ତାଙ୍କ ସାମ୍ନାକୁ ରାସ୍ତା ଉପରକୁ ଏମିତି ଗୋଟେ ଲୋକଟେ ଉଠିଲା ଆଉ ଦେହରୁ ହଠାତ୍ ଝାଳ ବୋହିଲା କ୍ୱେଶ୍ଚନ ଗୋଟେ ଆସିବ କାହାକୁ ଦେଖି ବ୍ରାହ୍ମଣ ଗୋସାଇଙ୍କ ଦେହରୁ ଗମ ଗମ ଝାଳ ବୋହିଗଲା ଲେଖିବ ପାଣକୁ ଦେଖି ତ ଆଗନ୍ତୁକ ମାନେ ଆସିଥିବା ଅତିଥି ବା ଅଭ୍ୟାଗତ ଯୋଉ ପ୍ରଥମେ ହଠାତ୍ କି ଆଗକୁ ପଳେଇ ଆସିଥିବା ଲୋକଟିକୁ ଆଗନ୍ତୁକକୁ ଚିହ୍ନି ପାରି ହଥମଙ୍ଗଳାରେ ଥର ଥର ହେଇକି ଏବେ ତୁ ଡରି ଯାଇଛନ୍ତି ଗୋସାଇ ଜଣକ ଥଙ୍ଗ ଥଙ୍ଗ ହେଇ କହୁଛନ୍ତି ପୁରୋହିତ ପଚାରିଲେ ଆରେ ପାଣୁ କିରେ ନା ତାର ନାଁ ହେଲା ପାଣୁ ଏବେ କ୍ୱେଶ୍ଚନ ଆନ୍ସର କଣ ଦବା ଆଉ ଦେହରୁ ଯାହା କାହାକୁ ଦେଖି ଗୋସାଇ ଦେହରୁ ଗମ ଗମ ଝାଳ ହୋଇଗଲା ପାଣକୁ ଦେଖି ଝାଳ ହୋଇଗଲା ପାଣୁ ଟିକେ ଭୁରୁକି ହସି ହସି ଦେଇ ଗୋଳିକି କରୁ କରୁ କହିଲା ପାଣୁ କଣ କଲା ଗୋସାଇକୁ ଦେଖିଛି ବ୍ରାହ୍ମଣ ଗୋସାଇ ଟିକେ ନା ସ୍ମିତ ହାସ୍ୟ ଦେଇକି ଭୁରୁକି ହସିବା ଯୋଉ ସ୍ମାଇଲ କରିବ ସ୍ମାଇଲ କରିକି ଟିକେ ସ୍ମିତ ହାସ ଦେଇକି ଓଳିକି ହେଲା ନମସ୍କାର କରିବା ନମସ୍କାର କରି କରିକି କଣ କହିଲା ଗୋସାଇ ମହାପ୍ରଭୁ ମାନେ ହେ ଗୋସାଇ ମହାପ୍ରଭୁ 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 ବୋଲି ଲେଖାହେଇଛି ମହାପ୍ରଭୁ ନମସ୍କାର କରୁଛି ଏଇ ଭୋରୁ ଭୋରୁ କୁକୁରଟିଏ କାନ୍ଧରେ ବଇ କୁଆଡିକି ଚାଲିଛନ୍ତି ଗୋସାଇ ଗୋଟେ ଧରିଛନ୍ତି ଗୋଟେ ଜୀବଟାକୁ ଧରିଛନ୍ତି ତାର ନାଁ ଏପର୍ଯ୍ୟନ୍ତ ଏଠିକି ଆସିନି କିନ୍ତୁ ଲୋକଟି କହୁଛି କିଏ କହୁଛି ପାଣୁ କହୁଛି ଏଇ ଭୋର ଭୋରୁ କୁକୁରଟିର କୁକୁରଟି କାନ୍ଧରେ ବୋହିକି କୁଆଡେ ଯାଉଛି ଏତେ ସକାଳୁ ସକାଳୁ କୁକୁରଟା କଣ କାନ୍ଧରେ ଧରିକି ଯାଉଛ କୁଆଡେ ଯାଉଛ କ୍ୱେଶ୍ଚନ ଆସିବ ଏଇ ଭୋରୁ ଭୋରୁ କୁକୁରଟି କାନ୍ଧରେ ଧରି କୁଆଡେ ଯାଉଛନ୍ତି କିଏ କହିଲା ପାଣୁ କହିଲା ଏମିତି ହିଁ କ୍ୱେଶ୍ଚନ ବୁଲେଇକି ଆସୁଛି ଏ ବିଷୟରେ ତାପରେ ଗୋସାଇ ମହାରାଜ ସପ୍ରତିଭ ହୋଇସାରିଥିଲେ ସପ୍ରତିଭ ଗୋସାଇ ମହାରାଜ ପୂଜାରୀ ପୂଜାର ନାଟି ପ୍ରତ୍ୟୁପନ୍ୟ ଅର୍ଥାତ୍ ସପ୍ରତିଭ ମାନେ ଚତୁରତା ଟିକେ ଚାଲାକି କହିଲେ କଣ କୁକୁର କହୁଛି ଟିକେ ହଠାତ୍ କିନା ଚତୁରତାର ସହିତ ତାକୁ ଆନ୍ସର ଦେବେ ଏଇଟା ତ କୁକୁର ନୁହେଁ ନା କିନ୍ତୁ ହଠାତ୍ କିନା କଣ କହୁଛନ୍ତି ଯୋଉ ପାଣୁ କହୁଛି କୁକୁର ବୋଲିକି ସପ୍ରତିଭ ଅର୍ଥାତ୍ ଚତୁର ବା ସାଙ୍ଗେ ସାଙ୍ଗେ ଉତ୍ପନ୍ନ ହଉଥିବା ବୁଦ୍ଧି ମାନେ ସାଙ୍ଗେ ସାଙ୍ଗେ କଣ ଗୋଟେ ମୁଣ୍ଡକୁ କରିଦେଇକି ପ୍ରେଜେନ୍ସ ଅଫ ମାଇଣ୍ଡ ଯୋଉଟା କୁହନ୍ତି ଫଟେଇବେ କଣ କହିବେ ବୋଲି କହିଲେ ହଇରେ ପାଣୁ ସତରେ କଣ 60 ବର୍ଷ ନ କରିଲେ ତମ ମାନଙ୍କ ବୁଦ୍ଧି ହୁଏନି ହେଲା ତାକୁ କହୁଛନ୍ତି 60 ବର୍ଷ ନହେଲେ ସେ ଗୋଟେ ଢଗ ଅଛି କୋଉ ଜାତିରେ ଲୋକଙ୍କର କେତେ ବର୍ଷରେ ବୁଦ୍ଧି ହୁଏ ମୁଁ ସେଟା ଏଠି କହିବାକୁ ଚାହୁଁନି କାହିଁକି ନା ଆମେ ସମସ୍ତେ ସବୁ ଆକ୍ଚୁଆଲି ସେଟା ସତ ନୁହଁ କିନ୍ତୁ ଆଗ କାଳିଆ ଥିଲା ଗୋଟେ ଧାଡି ଥିଲା ସବୁ ଜାତିକୁ ନେଇକି ଏଇ ଜାତିରେ ଏତିକି ବୟସରେ ବୁଦ୍ଧି ହୁଏ ଏଇ ଜାତିରେ ଏତିକି ବୟସରେ ବୁଦ୍ଧି ହୁଏ ବୋଲି ଗୋଟେ ଥିଲା ହେଲା କିନ୍ତୁ ପ୍ରକୃତରେ ସେଟା ସତ ନୁହଁ ଯଦି ସେଟା ସତ ହେଇଥାନ୍ତା ଛୁଆ ପୁଣି ଅଲଗା ଜାତିର ସବୁ ଜାତିର ପିଲା ତ କି କଣ ପାଠ ସାଠ ପଢି ମଣିଷ ହଉଛନ୍ତି ସେ ଆଗ କାଳରୁ ପୁରୁଣା କାଳିଆ ଲୋକମାନେ କହୁଥିଲେ ହେଲା ତ କହିଲା କହିଲେ କଣ ସତରେ କଣ 60 ବର୍ଷ ନ କରିଲେ ତମମାନଙ୍କର ବୁଦ୍ଧି ହୁଏନି ତାକୁ କହୁଛନ୍ତି 60 ବର୍ଷ ମାନଙ୍କର ବୁଦ୍ଧି ହୁଏନି ଛେଳିଟିଏ ଛେଳି କିଏ କୁକୁର କିଏ ଚିହ୍ନି ପାରୁନୁ ତାର ଅର୍ଥ ହେଲା ଗୋସାଇ ମହାରାଜ ଛେଳିଟାକୁ କାନ୍ଧରେ ବୋହିକି ନେଇକି ଯାଉଛନ୍ତି କିନ୍ତୁ ପାଣୁ ଆସିକି ତାକୁ କହୁଛି ତମେ କୁକୁର ନେଇକି କୁଆଡେ ଯାଉଛ ତେଣୁ ଯଜମାନ ଏକଥା ଶୁଣି କହୁଛନ୍ତି 60 ବର୍ଷ ହେଲାଣି ତୋର କଣ ବୁଦ୍ଧି ହେଇନି ଆଉ ଗୋଟେ ଛେଳି କୋଉଟା କୁକୁର କୋଉଟା କଣ ତୁ ଜାଣିପାରୁନୁ ଯଜମାନ ଛେଳିଟିଏ ଦାନ କଲେ ସାଙ୍ଗରେ ଆଣିଲା ବେଳକୁ ଛେଳିଟା ଭିଡି ଓଟାରି ହେଉଥିଲା ବୋହି ନେଇ ଯାଉଛି ତେଣୁ ସେଇଠି କହିଲା ଯଜମାନ ଯିଏ ଯଜ୍ଞ କାରକ ମାନେ ଯାହାଙ୍କ ଘରେ ପୁରୋହିତ ଯାଇକିନା ପୂଜା କରନ୍ତି ସିଏ ହଉଛନ୍ତି ଯିଏ ଯଜ୍ଞ ରେଡି କରିଥାଏ ଯଜ୍ଞ କରିବା ପାଇଁ କିନା ଆୟୋଜନ କରିଥାଏ ସେ ଯଜ୍ଞ କାରକ ବା ଯଜମାନ ଯଜମାନ କଣ କଲେ ଦାନରେ ଦେଇଛନ୍ତି ଯେହେତୁ ବ୍ରାହ୍ମଣ ମାନେ ତାକୁ ପୂଜା କରିବାକୁ ଯାଇଛନ୍ତି ଦାନରେ ଛେଳିଟିଏ ଦେଇଛନ୍ତି
ଜଜ ମାନେ ମଧ୍ୟ ଛେଳିଟେ ଧାନ କରିଛନ୍ତି ସାଙ୍ଗରେ ନେଇକି ଯାଉଥିଲି 4 ଘଣ୍ଟାରେ ହଉଥିଲା ମୋ ସାଙ୍ଗରେ ଯିବନି ବୋଲି ତେଣୁ ମୁଁ ତାକୁ ବେକରେ ପକେଇକି ମୋ କାନ୍ଧରେ ବୋହି ନଉଛି ଆଉ ତୁ କଣ ତାକୁ କୁକୁର ବୋଲି କହୁଛୁ। ତାପରେ କହିଲେ ପାଣୁ ସୁନା ଖିଲି ପିଠା ଦାନ୍ତ ଦିଟାକୁ ଭଲ କରି ନିକୁଟାଇ ବାଟ କାଟି ଯାଉ ଯାଉ ଆଉ ଥରେ ବ୍ରାହ୍ମଣଙ୍କ କାନ୍ଧ ଉପରୁ ଆଖି ବୁଲାଇ ଆଣି ଟିପଣି ଛାଡିଦେଲା ଯେତେ ମୂର୍ଖ ହେଲେ ବି କୁକୁରଟାକୁ ଆଉ ଚିହ୍ନି ହବନି ବଡ ଲୋକଙ୍କୁ ତ ଜବାବ ନାହିଁ ପରା ତ ଆଗରୁ ତ ପ୍ଲାନିଂ ରେ ଅଛି ନା ଏମାନେ ସବୁ ପ୍ଲାନ୍ କରିକି ଆସିଛନ୍ତି ତେଣୁ ପାଣୁ ଯେତେବେଳେ ଯଜମାନ କହିଲେ ସରି ପୁରୋହିତ କହିଲେ ଯେ ଏଇଟା ଗୋଟେ ଛେଳିଟିଏ କୁକୁର ନୁହେଁ ତେଣୁ ପାଣୁ କଣ କଲା ସୁନା ଖିଲି ପିଠା ଦାନ୍ତ ଗୁଡିକ ସୁନା ଖିଲି ପିଠା ଦାନ୍ତ ଦିଟାକୁ ଭଲ କରି ନିକୁଟାଇ ଆଗରୁ ନା ଦାନ୍ତ ଆଜିକାଲି ସୁନା ରେଟ୍ ଏତେ ହେଇଗଲା ନା ଲୋକ ଏତିକି ଟିକେ କଣ ଛୋଟ ମୋଟ ଜିନିଷ ପିନ୍ଧିବାକୁ ବି ଡର ଲାଗୁଛି ଚୋରେଇବାକୁ ସେତେବେଳେ କଣ କି ଦାନ୍ତରେ ସୁନ୍ଦର ଦେଖାଯିବା ପାଇଁ କି ସୁନାର ଛୋଟ ଛୋଟ ନାକରେ ଯେମିତି ଲଗା ହୁଏ ଟିକି 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 ଦାନ୍ତରେ ମଧ୍ୟ ବହୁତ ଲୋକ ଫୁଙ୍କୁଥିଲେ ବାଡଉଥିଲେ ସୁନା ଖିଲି ପିଠା ସୁନାର ଖିଲ ଛୋଟ ଛୋଟ ଖିଲ ତାକୁ ଦାନ୍ତରେ ସେ ଯୋଉ ତାକୁ ବାଡେଇ ଦିଅନ୍ତି ସୁନ୍ଦର ଦେଖାଯିବ। ଦାନ୍ତରେ ଏବେ ବି ବହୁତ ଜାଗାରେ ଆମର ଏଠି ଅଲଗା ଦେଖିଥିବ ସବୁ ଯଦି ୟୁଟ୍ୟୁବ କିଏ ଚଳଉଥିବ ଭିଡିଓ ଦେଖୁଥିବ ଅଲଗା ଉଗାଣ୍ଡା ଫୁଗାଣ୍ଡା ଜାଗାରେ ସ୍ତ୍ରୀ ଲୋକମାନେ ଏଇଠି ସବୁ ଫୁଟେଇକି ସବୁ ଓଠରେ ଗୋଟେ ଲଗେଇ ଥାଉଛନ୍ତି ପାଟିରେ ଏମିତି ଲଗେଇକି ନାଇଁ ହଁ ଏଠି ଗୋଟେ ଝୁଲେଇ ଦଉଛନ୍ତି ନାକରେ ଗୋଟେ ବାଲ୍ଟିଟେ ଛୋଟଟା ଆଉ କାନର ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ ପୁରା ଫୁଲ କରିଦଉଛନ୍ତି ହଁ, ନାଭିରେ ଫୁଟେଇ ଦଉଛନ୍ତି ଏଇଠି ଫୁଟେଇ ଦଉଛନ୍ତି ତେଣୁକରି ବହୁତ ଜାଗାରେ ଅଳଙ୍କାର ପିନ୍ଧିବା ପାଇଁ କିଛି ମନା ନାହିଁ ତମେ ଯୋଉଠି ଚାହିଁବ ଅଳଙ୍କାର ସେଇଠି ପିନ୍ଧି ପାରିବ କୋଉ ହଁ ଏବେ ତ ନେଲ ଏକ୍ସଟେନସନ ହଉଛି ନଖ ଏଡେ ଏଡେ ବଢିଛି ନଖରେ ସବୁ ଲଗେଇଛନ୍ତି ନଖରେ ଗାତ କରିକି ସୁନା ରୂପା ଆଣିକି ପିନ୍ଧୁଛନ୍ତି ସେଠୁ କାନ ଫୁଟି ପାଇଁ କିନ୍ତୁ ଲଗଉଛନ୍ତି ନଖରେ ତମେ ମାନେ ଇଏ କଥା ତ ଛାଡ ତେଣୁ ସିଏ ମଧ୍ୟ ତାର ଦାନ୍ତରେ ସୁନା ଖିଲି ଗୁଡିକ ଲଗେଇଛି ତାକୁ ଟିକେ ସେଠି ଦାନ୍ତ ଦେଖା ହାଉଛି ଘଷି ଦେଲା ବେଳକୁ ସୁନା ଗୁଡା ଚିକ ଚିକ କରୁଛି ତ ସୁନା ଖିଲି ପିଠା ଦାନ୍ତ ଦିଟାକୁ ଭଲ କରି ଟିକେ ନିକୁଟେ ଦେଇକି ଘଷି ଦେଇକି କହିଲା ବ୍ରାହ୍ମଣ କାନ୍ଧକୁ ଆଉ ଟିକେ ଆଖି ଫୁଲେଇ ଦେଇକି ଟିପଣି ଛାଡିଦେଲା ଟିପଣି ହେଲା ମନ୍ତବ୍ୟ ଦେଲା ନିଜର ମନ୍ତବ୍ୟଟାକୁ ନିଜର ମତଟାକୁ ଦେଲା ଯେ କଣ ମତ ଦେଲା ଯେତେ ମୂର୍ଖ ହେଲେ କଣ ଆମେ କୁକୁର କିଏ ଛେଳି କିଏ ଜାଣିପାରିବୁ କନଫ୍ୟୁଜ କରିବାର ଅଛି ନା ତାକୁ ବ୍ରାହ୍ମଣକୁ ତ ଯେତେ ମୂର୍ଖ ହେଲେ ବି ଆମେ କଣ କୁକୁର କିଏ ଛେଳି କିଏ ଜାଣିପାରିବୁନୁ ଏମିତି କହିଲା ତାପରେ ହଁ ବଡ ଲୋକଙ୍କୁ ତ ଜବାବ ନାହିଁ ମାନେ ବ୍ରାହ୍ମଣଙ୍କ ଉଦ୍ଦେଶ୍ୟରେ କହୁଛି ଯେହେତୁ ବ୍ରାହ୍ମଣଟି ତାଠୁ ଟିକେ ଅଧିକା ଜ୍ଞାନୀ ତେଣୁ ସିଏ ସେଇଠି କହୁଛି ଯେ ବଡ ଲୋକଙ୍କୁ ତ ଉତ୍ତର ନାହିଁ ତାପରେ ଆମେ ମୂର୍ଖ ହେଲେ ବି କୁକୁର କିଏ ଛେଳି କିଏ ଜାଣିପାରିବୁନୁ ବ୍ରାହ୍ମଣ ମନରେ କୋଉଠି ନା କୋଉଠି କିଛି କ୍ୱେଶ୍ଚନ ଆସିବ ନା ନାଇଁ ଏମିତି କଥା ଶୁଣିଲେ କିଛି କହିଲେନି ପଳେଇଲା ଗଲାବେଳେ ଏମିତି କହିଦେଇ ଗଲା ଯେ ଆମେ ମୂର୍ଖ ହେଇପାରୁ ବୋଲି ମାନୁଛି ପୁଣି କହୁଛି ଛେଳି କୁକୁର ଚିହ୍ନି ପାରୁନ ସତରେ କଣ ଆଉ ଏଇଟା କୁକୁର ଲାଗିବ ଛେଳି ଭଳିଆ ଦେଖାଯାଉଛି ତେଣୁ ଅଗ୍ନାଗ୍ନି ବନସ୍ତ ନହେଲେ କଣ ହେଲା ବେଶ ବୁଦ୍ଧିଆ ଜଙ୍ଗଲ ତ ପୁଣି ଏ ଲୋକଟି ପଳେଇଛି ପାଣୁଟି ପଳେଇଛି ବ୍ରାହ୍ମଣ ଆଗେଇ ଆଗେଇ ଚାଲିଲେ ଅଗ୍ନାଗ୍ନି ପୁରା ଘଞ୍ଚ ଜଙ୍ଗଲ ନହେଲେ ବି ବୁଦୁବୁଦିଆ ଜଙ୍ଗଲ ଗୁଡା ପୁଳି ପୁଳି ଜାଗାରେ ବୁଦୁବୁଦିଆ ମାନେ ଛୋଟ ଛୋଟ ଘାସ ଗଛ ଗୁଡା ବୁଦା ବୁଦା ହେଇକିନା ଗଛ ଗୁଡାକ ଅଛି ଜଙ୍ଗଲରେ ଚାରିଆଡିକି ପାହାଡର ଘେର ଚତୁର୍ପାର୍ଶ୍ଵରେ ଖାଲି ପାହାଡ ଗୁଡାକ ଚଢେଇର ଥଣ୍ଟ ଆଉ କୁରାଢୀର ବେଣ୍ଟ ମଝି ମଝିରେ ଶୁଣା ଯାଉଛି ଯେହେତୁ ଜଙ୍ଗଲ ଟା କୋଉଠି କୋଉଠି କାଠଗଣା ଚଢେଇ ମାନେ ଯୋଉ ସ୍ପିକର ମାନେ କାଠଗଣା ଚଢେଇ ଏଡେ ଏଡେ ଥଣ୍ଟ ତାକୁ କରି କାଟୁଥାନ୍ତି ସେ ତାଙ୍କୁ ଓଡିଆରେ କାଠ ହଣା ଚଢେଇ କହନ୍ତି କାହିଁକିନା ସେ କାଠକୁ ହାଣନ୍ତି ବୋଲି ମାନେ କାଟନ୍ତି ବୋଲି ଇଂଲିଶ ତ ମୁଁ ଜାଣିଛି ସ୍ପିକର ଲମ୍ବା ଲମ୍ବା ଥଣ୍ଟ ଥିବ ତାର ଆଉ ନାଇଁ ତେଣୁ ସିଏ କୋଉଠି ଫଟଫଟ କରୁଛି ଶୁଭୁଛି ତ କୋଉଠି କୋଉଠି କୁରାଢି ଯୋଉଥିରେ ଗଛ ଗଛ କାଠ ଫାଟ କଟାଯାଏ ତାର ଶବ୍ଦ ଶୁଣା ଯାଉଛି କାହିଁକି ନା ମଝିରେ ମଝିରେ କିଏ ନା କିଏ ସେ ଯେହେତୁ ସେଟା ଜଙ୍ଗଲ କିଏ ନା କିଏ ଗଛ କାଟୁଛନ୍ତି ତାର ଶବ୍ଦ ଆଉ ପୁରୋହିତ ଆଗେଇ ଚାଲିଛନ୍ତି ଭାବନାର ଅନ୍ତ ନାହିଁ ମନେ ମନେ ଏବେରୁ ଭାବନା ଆସିଗଲାଣି ଭାବନାର ଅନ୍ତ ନାହିଁ ମାନେ ମନରେ ଭାବୁଛନ୍ତି ଭାବନା କେବେ ଶେଷ ହଉନି ସତରେ କଣ ଆଉ ଏଇଟା କୁକୁରଟା କି ମନରେ ଦ୍ୱନ୍ଦ୍ୱ ଆସିଗଲାଣି ପାଣିକୁ ଦେଖି ସତରେ ସେ ଘାବରେଇ ଯାଇଥିଲେ ଘାବରେଇ ଯିବ ମାନେ ଟିକେ ହଡବଡ ହେଇଯାଇଛି ପାଣିକୁ ହଠାତ୍ କିନା ରାସ୍ତା ମଝିକୁ ପଳେଇ ଆସିଲେ ତେଣୁ ସେ ଡରି ଯାଇଥିଲେ ଟିକେ ହଡବଡ ହେଇଯାଇଥିଲେ ଏଇ ଜଙ୍ଗଲ ବାଟ ଦେଇ ଗଲେ ଗାଁ ଟିକେ ପାଖ ପଡେ ତେଣୁ ସେ ଅଲଗା ରାସ୍ତା ମଧ୍ୟ ଅଛି କିନ୍ତୁ ଜଙ୍ଗଲ ବାଟ ଦେଇ ଗଲେ ଗାଁ ଟା ଟିକେ ପାଖ ପଡେ ତେଣୁ କରିକିନା ସେ ଏଇ ଜଙ୍ଗଲ ବାଟ ଯିବା ପାଇଁ କି ନା ସ୍ଥିର କରିଥିଲେ ଛେଳିର ବୋଝ ହିଁ ତାଙ୍କୁ ଖାଇଲା ବୁଲା ବାଟ ବରଂ ଭଲ ଥିଲା ଏବେ କହୁଛନ୍ତି
ଏଇଟା ପାଖ ବୋଲିକି ମୁଁ ଏଇ ବାଟ ବାଛିନେଲି, ନହେଲେ ବୁଲା ବାଟ ଦୂର ହେଇଥିଲେ ବି ବୁଲା ବାଟରେ ଯାଇଛନ୍ତି, ଯେହେତୁ ଜଙ୍ଗଲଟା ଆଉ ଆଗରେ ହଠାତ୍ କିନା ପାଣ ଆସିକି ଯୋଉ ଆବିର୍ଭାବ ହେଇଗଲା, ଏଇ ଯୋଉ ଚମକି ପଡିଛନ୍ତି ତାର ଯୋଉ ଡର, ତେଣୁ ଛେଳିଟାକୁ ଟେକି ଟେକି ନେଲି ବୋଲି କାଳ, ନହେଲେ ମୁଁ ଡେରି ହେଇଥାନ୍ତା ବରଂ ବୁଲା ବାଟ ଦେଇକି ଯାଇଥାନ୍ତି। ହଠାତ୍ ଚମକି ଉଠିଲେ, ଠିକ ପାଣ ପରେ ଆଉ ଗୋଟେ କିଏ ହଠାତ୍ ପୁଣି ଯାଉଛନ୍ତି, ପୁଣି ଥରେ ଚମକି ପଡିଲେ, କିଏ ଗୋଟେ ପାଣ ଭଳିଆ ଆଉ ଗୋଟେ କିଏ ଦେଖାଯାଉଛି ରାସ୍ତା ଆଗରେ ଠିଆ ହେଇଛି, ମସ୍ତ ବଡ ଠେଙ୍ଗାଟିଏ ଧରି କେଉଁ ବୁଦା ଉହାଡରୁ ରାସ୍ତା ଉପରକୁ ଉଠିଲେ। ପୁଣି ଗୋଟେ ଏଡେ ବଡ ଠେଙ୍ଗା ମାନେ ବାଡି ଖଣ୍ଡେ, ରୁଲ ବାଡି ଖଣ୍ଡେ ଧରିକି ପୁଣି ଗୋଟେ ରାସ୍ତା ଉପରକୁ କିଏ ଗୋଟେ ପାଣ ଭଳି ଦେଖାଯାଉଥିବା ଲୋକଟେ ଉଠିଲେ। ପୁରୋହିତଙ୍କ ଛାତିରେ ପବନ ଅଟକିଗଲା। କ୍ୱେଶ୍ଚନ ଆସିବ, କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକିଗଲା? ହରିଣା ହାତରୁ ଛେଳିଟି ଖସି ପଡୁ ପଡୁ କେମିତି ରହିଗଲା? ଇଏ ଯୋଉ ଲୋକଟା ଆସିଛି ତା ନାଁ ହେଲା ଅଗାଧୁ। ତ କଣ ହେଲା, ପୁରୋହିତ ଛାତିରେ ପବନ ଅଟକିଗଲା, ସରିଲା ହାତରୁ ଛେଳିଟି ଖସି ପଡୁ ପଡୁ କେମିତି ରହିଗଲା? ଡରିଗଲା, ହାତରୁ ଛେଳିଟା ଗଳି ପଡୁଥିଲା ହାତ ଧରିକି, କେମିତି କଣ ପୁଣି ଅଳ୍ପକେ ରହିଗଲା। ଆଗନ୍ତୁକ ଠିକ କରି ଦି ଫାଳିଆ ହସଟିଏ ହସି ଦେଇ ପ୍ରଣାମ କରୁ କରୁ କହିଲା। ଆଗନ୍ତୁକ ମାନେ ଯୋଉ ତା ସାମ୍ନାକୁ ଆସି ଯାଇଥିବା ଲୋକଟି ପୁଣି ଗୋଟେ ହସିଦେଲା, ଦି ଫାଳିଆ ହସ ମାନେ ପୁରା ଅଧିକା ଖୋଲିକି ହସିବା, ତା ଯାଇ ଏଇଠି ଲାଗିବ ଆସିକି, ଏତେ ଜୋରରେ ହସିବା। ଏଇଭଳିଆ ହସ ହସିକି ନମସ୍କାର କଲା, ପ୍ରଣାମ କଲା। ନନା କୁକୁରଟାକୁ କଣ କାନ୍ଧରେ ବୋହି ନେଇ ଯାଉଛନ୍ତି? ପୁଣି ଇଏ କହୁଛି ସେଇ, ଆରେ ଆରେ କୁକୁରଟା କଣ କାନ୍ଧରେ ବୋହି ନେଇ ଯାଉଛ? କଳିଯୁଗ ବୋଲି କଣ ସବୁ ଆଚାର ବିଚାର ଗଲା? ସାଧାରଣତଃ ସେ ସମୟରେ କୁକୁର ମାନଙ୍କୁ ଛୁଇଁ ଦେଲେ ପୂଜା ପାଠ ହବନି, ଇଏ ହବନି, ଏମିତି କଥା ଥିଲା ସେ ସମୟରେ, ପୂର୍ବ କଥା। ତ ତେଣୁକରି କହୁଛନ୍ତି, ନାରେ କଳିଯୁଗ ହେଲା ବୋଲି କଣ ଆଚାର ବିଚାର ନାହିଁ? ବ୍ରାହ୍ମଣ ଦେଇକି କୁକୁରଟାକୁ ମୁଣ୍ଡରେ ମୁଣ୍ଡେଇକି ନେଇକି ଯାଉଛ, ଯୋଉ କାନ୍ଧରେ ଥୋଇକି ନେଇକି ଯାଉଛ? ପୁରୋହିତଟି ଟିକେ ଅଡୁଆରେ ପଡିଲେ, କଣ କହିବେ କିଛି ଠିକ କରିପାରିଲେନି। ଛେଳିକୁ କାନ୍ଧରୁ ତଳକୁ ଓହ୍ଲାଇ କୁକୁର ଟିକେ ପରଖି ନେଲେ। ତେଣୁ କୁକୁରଟା ନା ପୁରୋହିତ ଏବେ ଦି ଜଣ କହିଲେ, ପୁରୋହିତ ମନରେ ଟିକେ ଶଙ୍କା ଆସିଗଲା, ଟିକେ ସନ୍ଦେହ ଆସିଗଲା, ସତରେ କଣ ଏଇଟା କୁକୁର କି? ଆଉ ସେ ସେଠୁ କଣ କଲା, ଛେଳିଟାକୁ କାନ୍ଧରୁ କାଢିକି ତା ଓହ୍ଲେଇ ଦେଇ ତଳକୁ ପୁର ଟିକେ ପରଖି ନେଲେ। ପୁର ହେଲା ଛେଳିର ଯୋଉ ଗୋଡ ପାଖରେ ଥାଏ ଛୋଟ ଛୋଟ ଗାଈ ପୁର, ଛେଳି ତାଙ୍କର ପାଦ, କୁକୁରର ତ ପୁର ନାହିଁ, ତାର ସିଧା ପଞ୍ଝା ଭଳିଆ, ତା ଦେହରେ ନଖ ନାଇଁ। ଛେଳି, ଗାଈ, ଏ ବଳଦ ଏମାନଙ୍କ ପୁର ଅଛି, କଳା କଳା ଯୋଉ ଗୋଡ ତଳକୁ ଛୋଟ ଛୋଟ କଳା କଳା ଯୋଉ ଏମିତି ଥାଏ, ଘୋଡା ମାନଙ୍କରେ ତ ସେଇଟା ଟିକେ ଚେକ୍ କଲା, ଓହ୍ଲେଇଥିଲା, ସତରେ କଣ ଏଇଟା ଛେଳିର ଲାଞ୍ଜ ଟିକେ ଭଲ ଲାଗେ। ଆଉ ଥରେ ଏତେ ସନ୍ଦେହ, ନିଜର ଆଖିକୁ ମକୁଚି ପକେଇଲା। ତାପରେ ମକଚି ପକେଇକିନା ମୁଁ ବେଳେ ବେଳେ ଆମେ କଣ କରୁଛୁ, ଯେତେବେଳେ ଗୋଟେ ଅବିସ୍ମରଣୀୟ ଜିନିଷ ଦେଖୁଛେ, ବିଶ୍ୱାସ ନହବା ପାଇଁ କେତେବେଳେ କିଏ ନିଜ ଦେହକୁ ଚିମୁଡି ପକାଏ, କେତେବେଳେ ଆଖିଟାକୁ ବୁଝେ ସତରେ କଣ ଏଇଟା ସମ୍ଭବ? ତ ସିଏ ମଧ୍ୟ ସେମିତି ଆଖିଟାକୁ ଟିକେ ମକଚି ଦେଇକି ଭଲ କରିକି ଛେଳିର ଲାଞ୍ଜଟିକୁ ଟିକେ ହଲେଇ ଦେଲା, ସତରେ ଛେଳି ନା ନାହିଁ? କହି ଆଣିଲା ବେଳେ କେଉଁଠି ମେଁ ମେଁ କରିଥିଲା ତା ନାହିଁ ମନେ ପକେଇବାକୁ ଚେଷ୍ଟା କଲେ। ଆଉ କହିଲେ, କିରେ ରାଧୁ, ଛେଳିଟିକୁ ଚିହ୍ନି ପାରୁନୁ? ଇଏ ହେଲା ରାଧୁ, ଦ୍ୱିତୀୟ ଲୋକଟି ହେଲା ରାଧୁ, ଅଗାଧୁ ହେଲା ଶେଷ ଲୋକ। ତାହେଲେ କ୍ୱେଶ୍ଚନ ଆସିବ ଯେ ପୁରୋହିତଙ୍କ ଛାତିରେ ପବନ ଅଟକିଗଲା କାହାକୁ ଦେଖିକି? ରାଧୁକୁ ଦେଖିକି। ଦ୍ୱିତୀୟରେ ରାଧୁକୁ ଦେଖିକି। ତ କିଏ କହିଲା ନନା କୁକୁରଟାକୁ କଣ କାନ୍ଧରେ ବୋହି ନଉଛନ୍ତି? ଏଇଟା କିଏ କହିଲା? ରାଧୁ କହିଲା ପୁରୋହିତ। ତଳେ ଅଛି ରାଧୁ। ତ କିରେ ରାଧୁ, ଛେଳିଟାକୁ ଚିହ୍ନି ପାରୁନୁ କିରେ? ବ୍ରାହ୍ମଣ ସେଠୁ କହୁଛନ୍ତି, ଆରେ ରାଧୁ, ରାଧୁକୁ ସମ୍ବୋଧନ କରି ଛେଳିଟାକୁ କଣ ଚିହ୍ନି ପାରୁନୁ? କିନ୍ତୁ ନିଜ ମନରେ ସନ୍ଦେହ ଆସିଗଲାଣି, ଛେଳି କି କୁକୁର। ସେଥିପାଇଁ ବାରମ୍ବାର କାନ୍ଧରୁ ଓହ୍ଲେଇକି ତାର ଗୋଡ ଟିକେ ଚେକ୍ କରୁଛନ୍ତି, ଦେଖୁଛନ୍ତି, ପରଖୁଛନ୍ତି, ତା ଲାଞ୍ଜ ଟିକେ ହଲଉଛନ୍ତି ଏବଂ ମନେ ପକାଉଛନ୍ତି କେତେବେଳେ ଇଏ ରାବିଥିଲା, ବୋବେଇଥିଲା ନା ନାଇଁ, ଛେଳି ଯେମିତି ବୋବାଏ ମେଁ ମେଁ କରିକିନା, ସେମିତି ବୋବେଇଥିଲା କି ନାଇଁ ମନେ ପକାଉଛନ୍ତି। ତେଣୁ ରାଧୁ ବାଟ କାଟି ଯାଉ ଯାଉ ପଦେ ଶୁଣାଇ ଦେଇଗଲା, ପୁଣି ରାଧୁ ମଧ୍ୟ ଯାଉ ଯାଉ ପଦେ ଶୁଣାଇ ଦେଲା, ଛେଳି ନା ବାଛୁରୀ? ହଁ, ସରଗକୁ ନିଶୁଣି ନାହିଁ ଆଉ କଣ କହିଲା ଠିକ ଶୁଣାଗଲାନି, ଆଉ କଣ ଗେରେ ଗେରେ ହେଇକି କହିଦେଇକି ପଳେଇଲା। ଖାଲି ଏତିକି ଶୁଣାଗଲା ବ୍ରାହ୍ମଣଙ୍କୁ, ବାଟ କାଟିକି ଯାଉ ଯାଉ ମାନେ କଡେଇ ହେଇକି ପଳଉ ପଳଉ କହିଲା, ଛେଳି ନା ବାଛୁରୀ? ଯେତେବେଳେ ପୁରୋହିତ କହୁଛନ୍ତି ଏଇଟା ଛେଳିଟା, ଛେଳିଟା କଣ ଚିହ୍ନି ପାରୁନୁ? ରାଧୁ କହୁଛି, ହଁ, ଛେଳି ନା ବାଛୁରୀ। ସରଗକୁ ନିଶୁଣି ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ, ଯୋଉ ଗୋଟେ ଆମର ଥାଏ ରୂଢି ପ୍ରୟୋଗ, ସେଇ କଥା କହୁଥିଲି। ଏଥର ପୁରୋହିତ ମହାଶୟ ଏଥର ଗଭୀର ଚିନ୍ତାରେ ମଗ୍ନଗଲେ। ଦି ଜଣ କହିଲେନି, ଯଜମାନ ସତରେ ଗୋଟେ କୁକୁର ଦେଇନି ତ? କଳିକାଳ କେଇ ବା ଦୃଢ କରି କହିବ?
कली जुग एटा को ठकी दउछन्ती किए बा दृढ़ करे कहि परबो माने 100% श्योर बोली कि कहि दो जे सेटा छेली कुकुर जजमान देला बेले मते कुकुरटा को छेली बोली कहि देनी त मने आसी संदेह बुदा बण ए भितर सरी जाय कि आगु को खोला रास्ता गां भी दूर दिसिलानी ये पुणी बुदा बण गुडा धीरे धीरे जजमान धीरे धीरे पुरोहित आगु को जाउछन्ती बुदावण अतिक्रांत करी जंगल पहाड़ अतिक्रांत करी गाँ गहली रास्ता देखा गलानी आउ अल्प बाटरे ताको घर पड़ीजिवो तेणु पुणी हठात किना शेषकु रास्ता सरी सरी आसुची आगु पुणी गोटे लोकटे आसिक हाजिर हेगला आविर्भाव हेगला तांकर सामने किए पुणी किए हठात जने विराट काय पुरुष आउ चारि हातिया ठिंगार आविर्भाव गोटे चारि हातिया ठिंगाटे धरिची गोटे विराट बड़ गोटे पुरुषटे पुणी आसिक तांको आगरे पहुंची गला का आगरे पुरोहित पुरोहित चिन्हि पारिले किए हेला पाख गाँर अगाधु ना तार अगाधु पाख गाँरे तार घर अगाधु भक्तिपूर्ण प्रणाम टीए कला आ आशीर्वाद ग्रहण करू करू साप ऊपर गोड़ पड़िला परि चमकी पड़िला रोल तो देखैबो ना जेहेतु जनक आमे ठकीबार अछि विभिन्न प्रकार एक्टिंग करिया पड़िबो जे पर्यंत से कन्विंस न होय जे एटा छेली नुह कुकुर बोली तेणु ये जो अगाधु आसिकी गोटे भक्तिपूर्ण भाବରେ नमस्कार टीए करिला आउ आशीर्वाद ग्रहण करू साप ऊपर गोड़ पड़ले लोक एमि चमकी पड़ନ୍ତି कामुन दब काळे कहि ये मध्य जज पुरोहित कांधरे छेलीटी को देखिकी सेटिकी जोरे चमकी पड़िला चमकी पड़िबार थिला गोटे अभिनय मात्र चमकी पड़िबार अभिनय कले ही जे विश्वास करिवो जे पुरोहितटी जे एटा छेली नुह कुकुर अवधाने एमिति जातीय कुकुरटा कोठु पाइल एटा मते गोटे क्वेश्चन अछि बहिरे एमिति जातीय कुकुरटा कोठु पाइल एकथा किए काहाकू कहिछन अगाधु कहिछन्ती पुरोहित किए भी छेली बोली भूल करी बसिबो भल भुकुची ना पुणी ताको कन्विंस करछि तमे जो जातीय कुकुरटा कोठु पाइछ जे पूरा पूरी छेली भरी भली देखा जाउछि किए भी भाबिबो एटा छेली नुह कुकुर एइरु से सियोर हे जे अरे अरे जदि किए भी भाबिबो एटा छेली नुह कुकुर नुह छेली ताले सतेरे कोन मते जजमान ठकी देले छेली भली देखा जाउथो कुकुरटी को देले तापर ଭଲ ଭୁକୁଛି ନା କୁକୁରଟା ଭଲ ଭୁକୁଛି ନା ନାଇଁ ବେହାଲ ତାର ଆଉ ବିଶ୍ୱାସ କରିବା ପାଇଁ କିଛି ବି କଥା ନଥିଲା ତେଣୁ ଯେହେତୁ ତିନି ଜଣ ଯାକ ଏମିତି ଅଲଗା ଅଲଗା ପ୍ରକାରରେ ଏମିତି କଥା କହିଲେଣି ପୁରୋହିତ ସେଇଠି ଛେଳିଟିକୁ ରାସ୍ତା ଉପରେ ଠିଆ ଠିଆ କଚାଡି ଦେଲା ରାଗିଗଲା ସିଧା ଛେଳିଟାକୁ କଚାଡି ଦେଲା ରାସ୍ତା ଉପରେ ରାଗରେ ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି ଏମିତି ହଟହଟା ହେଉଥିବା ଯୋଗୁ ଦୁଃଖରେ ନିଜ କର୍ମକୁ ନିନ୍ଦି ଯଜମାନଙ୍କୁ ଅଭିଶାପ ଦେଇ ଦେଇ ଗାଁ ଆଡକୁ ଖଣ୍ଡ ଦୌଡ ଦେବାକୁ ଆରମ୍ଭ ରାଗିକି ଛେଳିଟାକୁ ଫୋପାଡି ଦେଲା ରାଗିଲା ଏବଂ ଦୁଃଖ କଲା ମନ ଦୁଃଖ ହେଲା ରାଗିଲା କାହିଁକି ନା ପ୍ରଥମତଃ ସେ ଭାବିଲା ମୋର ବୋଧେ ଆଖି ଭଲ ନାହିଁ ମୁଁ ଭଲରେ ଚଷମାଟା ତିଆରି କରିପାରିନି ଆଜି ଯାଏ ଚଷମାଟା କରିବି କରିବି ବୋଲି କରିପାରୁନି ସେଥିପାଇଁ ମନରେ ଅଶାନ୍ତି ଅସୁଖ ଭାବ ଏବଂ ଯଜମାନଟିକୁ ମନ ଇଚ୍ଛା ଯଜମାନ ମତେ ଠକି ଦେଇଛି ଛେଳି ଦେଇଛି କହିକି କୁକୁରଟେ ଦେଇଦେଇଛି ତାକୁ ଦୁନିଆ ଅଭିଶାପ ଦେଇକି ଦୌଡି ଦୌଡି ଗାଁ ଭିତରକୁ ଚାଲିଗଲା ଅଗାଧୁ ଛେଳିଟିକୁ ଆଦରରେ ଛାତି ପାଖରେ ଜାବୁଡି ଧରି ତାର ଅନ୍ୟ ଦି ସାଙ୍ଗ ପାଣୁ ଆଉ ରାଧୁ ପାଖକୁ ଖୁସିରେ ମନରେ ଚାଲିଗଲା ଅଗାଧୁ କଣ କଲା ଆରାମରେ ଛେଳିଟା ପାଇଛି ମଟନ ଭୋଜିଟା ହବ ଚାଲ ତିନି ଜଣ ସାଙ୍ଗକୁ ଡାକିକି ନେଇକି ପଳେଇଲା ଆଜି ଆମ ଦେଶରେ ଏଇ ଯୋଉ କଥା କହିବାର ଉଦ୍ଦେଶ୍ୟ ଲେଖକ ଏଇ ଗପ କହିବାର ବା ଯୋଉ ତିନି ତୁଣ୍ଡର ଛେଳି କୁକୁର କହିବାର ଉଦ୍ଦେଶ୍ୟ ହେଲା ଆମ ଦେଶରେ ଯୋଉ ଆଜି ସବୁ ସମସ୍ୟା ହେଇଛି ଅଗଣିତ ପାଣୁ ରାଧୁ ଆଉ ଅଗାଧୁ ବାହାରି ପଡିଛନ୍ତି ଛେଳି କୁକୁର ଆଉ କୁକୁରକୁ ଛେଳି କରିବା ଉଦ୍ଦେଶ୍ୟରେ ତିନି ତୁଣ୍ଡ ସାଙ୍ଗକୁ ସେମାନଙ୍କ ପାଖରେ ସିଏ ତ ଥିଲା ତିନି ତୁଣ୍ଡର ଛେଳି କୁକୁର ତିନିଟା ଜଣଙ୍କ ପାଟିରୁ ଶୁଣିକିନା ଲୋକ ବିଶ୍ୱାସ କରିଯାଉଥିଲେ ଆଜିକାଲିର ଯୁଗରେ କଣ ଅଛି ପ୍ରଚାର ପତ୍ର ଚାରିଆଡେ ପ୍ରଚାର ହଉଛି କାନ୍ଥ ବାଡରେ ଲେଖା ହଉଛି ସିନେମା ହଲରେ ପର୍ଦ୍ଦା ହଉଛି ରେଡିଓ ଟେଲିଭିଜନ ଠାରୁ ଆରମ୍ଭ କରିକି ପାଲା ଦାସକାଠିଆ ସଭା ସମିତି ଶୋଭାଯାତ୍ରା ପର୍ଯ୍ୟନ୍ତ ଅନେକ ନୂତନ ଏବଂ ଆଧୁନିକ ଢଙ୍ଗର ପ୍ରଚାର ଅସ୍ତ୍ର ଜମା ହେଲାଣି ସେମାନଙ୍କ ପାଖରେ ଧନର ମଧ୍ୟ ଅଭାବ ତ ଏଇଠି କହିବାର ଉଦ୍ଦେଶ୍ୟ ଆଜିକାଲି ଯୋଉ ପ୍ରୋପାଗାଣ୍ଡା ଲାଗୁଛି ଯୋଉ ତମର ଗଣତନ୍ତ୍ର ଶାସନରେ ଲୋକ ପ୍ରତିନିଧି ବାଛିବାରେ ଯିଏ ଗୋଟେ ଭୋଟ ପାଇଁ ଠିଆ ହଉଛି ସେ କେମିତି କରୁଛି କେମିତି ପ୍ରୋପାଗାଣ୍ଡା କରିକି ମିଛ ସତ କରିକି ବିଭିନ୍ନ ପ୍ରକାରର ପ୍ରଚାର ରେଡିଓ ହଉ ଟିଭି ହଉ ଆଉ କୋଉଥିରେ ପ୍ରଚାର ହଉଛି ପୋଷ୍ଟର ଲଗେଇ ଦଉଛନ୍ତି ନାଇଁ ଫିଲ୍ମ ଦେଖୁଥିବ ହଲରେ ଅଧାରେ ଗୋଟେ ଗୋଟେ ଆସି ଯାଇଥିବନି ଯେତେବେଳେ ଇଲେକ୍ସନ ହବ ଆଡଭର୍ଟାଇଜମେଣ୍ଟ ଆସିଥିବନି ସେ ସରକାର ଏଇଟା କରିଛନ୍ତି ଏଇ ସରକାର ଏଇଟା କରିଛନ୍ତି କହିକିନା ଦୁନିଆ ଆଡଭର୍ଟାଇଜମେଣ୍ଟ ଆସିଥିବ ତ ଏଇଭଳି ବିଭିନ୍ନ ପ୍ରକାରର ଆଧୁନିକତାର
ପ୍ରଚାର କରିବାର ଢଙ୍ଗ ମଧ୍ୟ ଆସିଗଲାଣି। ଆଉ ଯୋଉମାନେ ପ୍ରଚାର ପ୍ରସାର କରୁଛନ୍ତି ତାଙ୍କ ପାଖରେ ଧନର ମଧ୍ୟ ଅଭାବ। ଯେଉଁଠି ଶିକ୍ଷିତ ଭୋଟର ଦାତା ମଧ୍ୟ ଉଦାସୀନ ନା ନିରପେକ୍ଷ ବା ବିରାଗ ଯୁକ୍ତ କଣ ଯୋଉମାନେ ଶିକ୍ଷିତ ଯୋଉମାନେ ପାଠ ଜାଣିଛନ୍ତି ପଢିଛନ୍ତି ସେମାନେ ଉଦାସୀନ ସେଇଠି ଅନେକ କ୍ଷେତ୍ରରେ ଏମାନଙ୍କର ହିଁ ଜୟ ଗୁରୁ ସେମାନେ କିଛି ଠିଆ ହଉନାହାନ୍ତି ନିରପେକ୍ଷ ଭାବରେ ରହୁଛନ୍ତି। ହଁ କିଏ ଗୋଟେ ଯଦି ଶିକ୍ଷିତ ମାନେ କେବଳ ଠିଆ ହୁଅନ୍ତେ ଭୋଟରେ ଲୋକମାନେ ଶିକ୍ଷିତକୁ ପଢୁଛନ୍ତି ଶିକ୍ଷିତ ମାନେ ଯୋଉମାନେ ଭଲ ଚାକିରି ବାକିରି କରୁଛନ୍ତି ସେମାନେ ବି ଏଇ ଧନ୍ଦାରେ ପଶିବା ପାଇଁ ଚାହୁଁନାହାନ୍ତି। କିଏ ଯିବ ମୋର ବଢିଆ ଚାକିରି କରିଛି ବଢିଆ ମାସକୁ 30, 40, 50 ହଜାର ଦରମା ପାଉଛି କି ଦରକାର ନାହିଁ ଇଲେକ୍ସନରେ ଠିଆ ହେଇକି ପଇସା ପତ୍ର ଖର୍ଚ୍ଚ କରିକି ହାରିଗଲେ ଲୋକ ଲାଗିବେ କେତେ କଥା ସହିବାକୁ ପଡିବ ଜିତିଲେ ବି କିଏ କେତେବେଳେ ମାରି ହାଣି ପକେଇବ କୋଉଠି ଭୁଲଭାଲ ଡିସିସନ ନେଲେ କିଏ ଯିବ ମୋର ଲାଇଫ ଭଲ ଅଛି ମୁଁ ଗଲି ପିଲାଙ୍କୁ ପାଠ ପଢେଇଲି କଲେଜରେ ପଳେଇ ଆସିଲି ଦରମା ମାସକୁ ଆସିଗଲା ଖାଇଲି ଘରେ ବସିଲି କିଏ ଯାଉଛି ମୋର ବାହାରେ କି ଗୋଟେ ଆଇଏଏସ୍ ଅଫିସର ଯିଏ ଆଇଏଏସ୍ ଅଫିସର ବା ଓଏଏସ୍ ଅଫିସର ମତେ ତ ଆରାମସେ ଦରମା ମିଳୁଛି ଖାଲି ମୋତେ ଗାଡି ମିଳୁଛି ଯୁଆଡେ ନାହିଁ ସିଆଡେ ବୁଲୁଛି କାହିଁକି ବେକାର ମୁଁ ଇଲେକ୍ସନରେ ପଶିବି। ତ ଏଇଭଳି ଶିକ୍ଷିତ ଭୋଟଦାତା ମାନେ କଣ ଉଦାସୀନ ରହୁଛନ୍ତି ବା ନିରପେକ୍ଷ ରହୁଛନ୍ତି ଯୋଉଥିପାଇଁ କି ମୂର୍ଖ ମାନେ ଭୋଟରେ ଠିଆ ହଉଛନ୍ତି ଜିତୁଛନ୍ତି କିଛି ଲାଭ ହଉନି। ଏପରି କେବଳ ପ୍ରଚାର ଶକ୍ତି ବଳରେ ଜିତିଥିବା ଗୁଣହୀନ ଓ ନୀତିହୀନ କେତେକ ପ୍ରତିନିଧି ଯେତେବେଳେ ନିଜ ହାତରେ କ୍ଷମତା ପାଇଯାଆନ୍ତି ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲା ବେଳେ ମାଙ୍କଡ ଦୁଇ ବିରାଡିଙ୍କ ମଧ୍ୟରେ ପିଠା ବାଣ୍ଟିଲେ ନ୍ୟାୟରେ ତରାଜୁର ଦି ପାଖ ଓଜନ ସମାନ କରୁ କରୁ ଗୋଟିଏ ପଟରୁ ପୁଳାଏ ଉଦରସ୍ଥ କିମ୍ବା ପକେଟସ୍ଥ କଲା ପରେ ଅନ୍ୟ ପାଖ ଯେତେବେଳେ ବେଶୀ ଓଜନିଆ ହେଇଯାଉଛି ସେପଟରୁ ପୁଳେ କାଢି ଆଣି ପକେଟରେ ଭର୍ତ୍ତି କରୁଛନ୍ତି ଅର୍ଥାତ ଏଇଠି ଯୋଉ ନେତା ମାନେ ଯୋଉମାନଙ୍କୁ ଆମେ ବାଛୁଛେ ମୂର୍ଖ ଜନତା ମାନେ ଠିଆ ହଉଛନ୍ତି ଯେମିତି ବିଲେଇ କଳି ଗପ ଛୋଟବେଳେ ଶୁଣିଥିବ ମାଙ୍କଡ ଆଉ ବିଲେଇର ଗପ ପିଠା ପାଇଁକିନା ଦି ବିଲେଇ କଳି କଲା ବେଳେ ତୃତୀୟ ଲୋକର ଲାଭ ଏଠି ଯେତେବେଳେ ଧନୀ ଦରିଦ୍ର ଲୋକ ମାନଙ୍କ ଭିତରେ କଳି କଜିଆ ଇଏ ବେଶୀ ନେଇଗଲା ସେ ବେଶୀ ନେଇଗଲା ତାଙ୍କ ଭିତରେ ହେଲା ବେଳକୁ ଯେତେବେଳେ ମାପଚୁପ କରିକି ଦାନ କରୁଛନ୍ତି ବା ଦଉଛନ୍ତି କିଏ ସରକାର ଦଉଛି ସେତେବେଳେ ଆର ବେଶୀ ହେଇଗଲେ ଆ ଟିକେ ପକେଟସ୍ଥ ବା ଉଦରସ୍ଥ ହେଲେ ପେଟ ଭିତରୁ ନିକ୍ଷେପ କରିବ ପକେଟ ଉଦରସ୍ଥ ମାନେ ଖାଇବା ଏଠି ତାଙ୍କର ଉଦରସ୍ଥ କହିଲେ ପକେଟ ଭିତରେ ଟଙ୍କାଟି ଯାଉଛି ତେଣୁ କୋଉଠି କେତେ ଟଙ୍କା ଖର୍ଚ୍ଚ କରିବା କଥା ସବୁ କାଟି କୁଟିକି ନିଜ ପକେଟରେ ପୁରେଇକି କଣ କୋଉଠି ଟିକେ ମାତ୍ର ଦେଉଛନ୍ତି ବିଚରା ବିଲେଇ ଦିଟା ଯେମିତି ହଇରାଣ ହେଇକି ଖାଇବାକୁ ପାଇଲେନି ମାଙ୍କଡଟି ସବୁ ଖାଇ ଦେଇକି ଚାଲି ଯାଇଥିଲା ଗପ ଶୁଣିଛ ତ ସେଟା ତ ସେଇଭଳିଆ ଦିଟା ବିଲେଇ କଳି ଲାଗିଲେ ଗୋଟେ ପିଠା ପାଇଁକି ଭାଗ କରୁ କରୁ ମାଙ୍କଡ ଏଥିରୁ ଟିକେ ସେଥିରୁ ଟିକେ ଖାଇ ଖାଇ ପୁରା ଖାଇ ଦେଇଥିଲା ବିଲେଇ ଦିଟା ଯେମିତି ଖାଲିରେ ଘରକୁ ଯାଇଥିଲେ ଠିକ ସେମିତି ସାଧାରଣ ଜନତା ମାନେ ସେମିତି ହଉଛନ୍ତି ଜନତା ମାନେ ଭାବୁଛନ୍ତି ଆମକୁ ସବୁ ମିଳିବ ସେ ଭାଗ ବାଣ୍ଟ କରି ଗଲା ଭିତରେ ଜନତାଙ୍କ ପାଖକୁ ପହଞ୍ଚିଲା ବେଳକୁ ଆଉ କିଛି ନାହିଁ ଉପର ମନ୍ତ୍ରି ଲେବୁଲରୁ ନେଇକି ଯୋଉ ଚେନ ଅନୁସାରେ ଆସିଛି ଜଣଙ୍କ ପାଖରେ ଯେତିକି ପହଞ୍ଚିବା କଥା କଣ ପହଞ୍ଚୁଛି ଉପଯୁକ୍ତ ଧନ ପହଞ୍ଚି ପାରୁଛି ଉପଯୁକ୍ତ ଯୋଉ ମିଳିବା କଥା ତୁମର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଟଙ୍କା ପଇସା ମିଳୁଛି ମିଳି ପାରୁନାହିଁ ସେ ତାପରେ ନେତା ମନ୍ତ୍ରୀ ତାଙ୍କର ସରପଞ୍ଚ ସେ ୱାର୍ଡ ମେମ୍ବର ଯିଏ ଯେତେ ଖାଇ ଲୋକ ପାଖରେ ପହଞ୍ଚିଲା ବେଳକୁ ଟିକେ ନାହିଁ ତେଣୁ ସେଇଭଳି କିଛି ଘଟଣା ଘଟିଛି ଏବଂ ତରାଜୁର ଦି ପାଖ ଶେଷରେ ଖାଲି ହେଇଯାଉଛି ଆଉ ଜନତା ଜନାର୍ଦ୍ଦନ ଦୁଇ ବିରାଡିଙ୍କ ପରି ଖାଲି ଓଠ ଛାଟି ଏଇ ପ୍ରତିନିଧି ମାନଙ୍କୁ ମିଟି ମିଟି କରି ଅନଉଛନ୍ତି ଯେତେବେଳେ ପ୍ରତିନିଧି ଠିଆ ହଉଛି ମିଛ ମିଛ କଥା କହିକି ତମକୁ ଭୋଟ ନେଇ ଯାଉଛି ଏବଂ ତାପରେ ଜନତା ମାନେ ବିଲେଇ ଯେମିତି ବିଚରା ଖାଇବାକୁ ପାଇଲେନି ଉପାସରେ ଗଲେ ମାଙ୍କଡ ସବୁ ଖାଇଦେଲା ସେମିତି ସରକାର ସେମିତି ସବୁ କରିଛି ବିଚରା ଜନତା ମାନେ ମିଟି ମିଟି କରିକି ସରକାରକୁ ଖାଲି ଚାହିଁ ରହିଛନ୍ତି ଯେଉଁ ପ୍ରତିନିଧି ମାନଙ୍କୁ ଦରାଜ ଧରିବାର ସୁଯୋଗ ମିଳୁନି ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ ଚିତ ମାରି ରାଜନୈତିକ ପଟ ପରିବର୍ତ୍ତନ କରୁଛନ୍ତି ମାଙ୍କଡ ଚିତ ମାରିବା ମାନେ ଓଲଟି ଯିବା ଯେମିତି କିି ବିଜେଡିରେ କେତେ ଜଣ ବିଜେଡି ଅଛନ୍ତି ବିଜେଡି ଏଇ ବର୍ଷ ହାରିଗଲା ସେ କଣ କରୁଛନ୍ତି ସବୁ ଲୋକ ଅଧା ଲୋକ ବିଜେଡିରୁ ବିଜେପିକୁ ପଳଉଛନ୍ତି ସେ ଯୋଉ ପଦ ଓଲଟିବା ନିଜର ପାର୍ଟି ବଦଳେଇ ଦେବା ତମେ ସପୋଜ କହିଲି ଏବେ ଅଛନ୍ତି 10ଟା ଲୋକ ବିଜେପିରେ ଅଛନ୍ତି ଦେଖିଲେ ବିଜେପି ହାତକୁ ଶାସନ ପଳେଇଲା ସେ ବିଜେଡି ଯୋଉ 5ଟା ଅଛନ୍ତି ତାଠାରୁ ଦିଟା ତିନିଟା କଣ କରୁଛନ୍ତି ବିଜେପି ସାଙ୍ଗେ ଯାଇକି ମିଶି ଯାଉଛନ୍ତି କାହିଁକି କାହିଁକିନା ସେ ହାରିଗଲେ ତେଣୁ କରିକି ସେଇ କଥା କହୁଛନ୍ତି ଯୋଉ ପ୍ରତିନିଧି ମାନେ ତରାଜୁ ଧରିବାର ସୁଯୋଗ ମିଳୁନି ଅର୍ଥାତ ତରାଜୁ କେତେବେଳେ ଧରିବ ଯେତେବେଳେ ତମେ କ୍ଷମତାରେ ରହିବ ତମେ କ୍ଷମତାରେ ରହିବ କେତେବେଳେ ଯେତେବେଳେ ତମେ ଇଲେକ୍ସନରେ ଜିତିବ ଯୋଉମାନେ ଜିତୁଛନ୍ତି ସେମାନେ ତରାଜୁ ଧରିବାର ସୌଭାଗ୍ୟ ପାଉଛନ୍ତି ବା କ୍ଷମତାରେ ରହିବାର ସୌଭାଗ୍ୟ ପାଉଛନ୍ତି ଯେତେବେଳେ ସେମାନେ ହାରି ଯାଉଛନ୍ତି କଣ କରୁଛନ୍ତି ମାଙ୍କଡ ଚିତ ମାରିଲା ଭଳି ବା ଓଲଟିଲା ଭଳି ସାଙ୍ଗେ ସାଙ୍ଗେ ନିଜର ପଦରୁ ନିଜର ଦଳରୁ ଯୋଉ ଦଳ ଜିତିଛି ସେପଟକୁ ବଦଳେଇ ଯାଉ
ତାପରେ ଆରମ୍ଭ ହେଉଛି ବାଉଁଶରାଣୀ ଖେଳ। ବାଉଁଶରାଣୀ ଖେଳ କଣ, ଯେମିତି ବାଉଁଶରାଣୀର ଉପରେ ବାଉଁଶ ବନ୍ଧା ହେଇଥାଏ, ଲଟକୁ ଥାଏ, ବୁଲିକି ସବୁ ଖେଳ ଦେଖାଉଥାଏ। ଏଠି କଣ ହଉଛି ଯେ କେଉଁ ନେତା ଲାଠିଟିଏ ଧରି ଆଉ କିଏ ବା ରଙ୍ଗ ବେରଙ୍ଗର ଛତା ଧରି ଦୁଇ ବାଉଁଶ ଖୁଣ୍ଟ ମଧ୍ୟରେ ବନ୍ଧା ହୋଇଥିବା ତାର ଦୌଡ଼ିରେ କାରସାଦି ଦେଖାଉ ଦେଖାଉ ବେଳେ ବେଳେ ବିଚିତ୍ର ଗତିରେ ଗୋଟିଏ ଗୋଡର ଭଁର ଫଳି ଦିଗ ପରିବର୍ତ୍ତନ କରିନେଉଛି। ଅର୍ଥାତ୍ ଏଠି ଏଇ କଥା କହିବାର ଉଦ୍ଦେଶ୍ୟ, ବାଉଁଶ ରାଣୀରେ ଯେମିତି ଝିଅଟିଏ ଯେତେବେଳେ ବାଉଁଶ ରାଣୀ ଖେଳ ଦେଖଉଛି, ସେ କାଠିରେ ସରୁ ସରୁ କାଠିରେ ଠିଆ ହଉଛି, କେତେବେଳେ ଏପଟକୁ ଢଳି ଯାଉଛି ତ କେତେବେଳେ ଏପଟକୁ ଢଳି ଯାଉଛି, ଲୋକମାନଙ୍କର ମନେ ରଖ। କିନ୍ତୁ ଏଇଠି ନେତାମାନେ କଣ କରୁଛନ୍ତି, ନେତାମାନେ କଣ ହେଲା ଶ୍ରୀ, କଣ ହେଲା? ଆଁ ବକର 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 ହଉଛ କଣ? ଏକ୍ସଟ୍ରା କିଛି କହୁନ, କଣ କହୁଛ? କଣ କହୁଥିଲ ତାଙ୍କ ଆମକୁ କୁହ? କିଛି କହୁଥିଲ, ମୁଁ ତ ଦେଖିଛି ତମେ କହୁଥିଲ ବୋଲି। ଦେଖିବ, ତମେ କହୁଥିଲ ବୋଲି ଦେଖେଇବି। ଆଁ ଭିଡିଓ ବାହାର କରିବି। କଣ କହୁଥିଲ ଆମକୁ ଟିକେ କୁହ। ମୁଁ ଜାଣିଛି ସକାଳୁ ଏପର୍ଯ୍ୟନ୍ତ ପଢି ପଢି ପୁରା ବ୍ରେନ ଟା ହେଇଯିବଣି, ଚିଡଚିଡା ହେଇଯିବଣି, ସବୁଥିରୁ ଟିକେ ଟିକେ ପଶି ସାରିବଣି ନାଇଁ। ସକାଳୁ କଲେଜ ଯାଉଥିବ, କଲେଜରୁ ଏଇଠି ଏତେ କ୍ଲାସ ପରେ ଟିକେ ବୋର ଲାଗୁଥିବ, 5 ମିନିଟ ବସିଯାଅ। ଠିକ ତ ନେତା ମାନେ କଣ କରନ୍ତି, ଏ ଦଳର ରହିବେ କେତେବେଳେ କେତେବେଳେ, ସେ ଦଳରେ ରହିବେ କେତେବେଳେ କେତେବେଳେ, ମିଛ ସତ ଜନତା ମାନଙ୍କୁ କହିକି ପୁଣି କଣ କରୁଛନ୍ତି, ପଲଟି ମାରୁଛନ୍ତି ଯେ ହଁ ଯେତେବେଳେ ଦେଖୁଛନ୍ତି କିଛି କାମରେ ଆସୁନି, ସେ ଲୋକମାନଙ୍କର ତାଙ୍କ କଥା ଲୋକମାନଙ୍କୁ କିଛି ଫରକ ପକଉନି। ଏବେ ସବୁ ଘଟଣା ହଉଛି, ଗୋଟେ ପରେ ଗୋଟେ ଘଟଣା ହଉଛି, ଦେଖୁଥିବ କେମିତି ବିଜେଡି ବିଜେପି କଂଗ୍ରେସ କିଏ କେତେବେଳେ ବନ୍ଦ ଡାକରା ଦେଲାଣି ତ କିଏ କେତେବେଳେ ଲାଠି ଚଳେଇଲାଣି ତ କିଏ କେତେବେଳେ ହଙ୍ଗର ଷ୍ଟ୍ରାଇକ କଲେଣି, କଣ କେତେବେଳେ କିଏ କଲେଣି। ତ ସେଇଭଳି ଗଣତନ୍ତ୍ରରେ ଯୋଉମାନେ ଶାସନରେ ଥାଉନାହାନ୍ତି ବା ଶାସନ କ୍ଷମତା ଯାହାଙ୍କ ହାତରେ ନାହିଁ, ସେମାନେ କିଛି ଦିନ ନିଜର ରଙ୍ଗ ଦେଖଉଛନ୍ତି ବା ଆମର ସେ ଯୋଉ ରାଲି କରିବା ସେମାନଙ୍କୁ ସାହାଯ୍ୟ କରିବା ଯୋଗୁ ଦେଖେଇବା ପ୍ରପାଗଣ୍ଡା କରୁଛନ୍ତି। ତାପରେ ଯେତେବେଳେ ଲୋକମାନଙ୍କୁ ତାଙ୍କ ଦ୍ଵାରା କନଭିନ୍ସ ହଉନାହାନ୍ତି ବା ଲୋକମାନଙ୍କୁ କନଭିନ୍ସ କରିପାରୁନାହାନ୍ତି, କଣ କରୁଛନ୍ତି କିଛି ମୁହୂର୍ତ୍ତରେ ପୁଣି କିଛି ଦିନ ପରେ ବଦଳେଇ ଦଉଛନ୍ତି, ତାଙ୍କର ପାର୍ଟି ପରିବର୍ତ୍ତନ କରୁଛନ୍ତି ଏବଂ ପୁଣି ଆରମ୍ଭ ହେଇଯାଉଛି, ପୁଣି 5 ବର୍ଷ ପରେ ନୂଆ ରଙ୍ଗରେ ନୂଆ ରୂପରେ ପୁଣି ଇଲେକ୍ସନରେ ଠିଆ ହବା ଏବଂ ଲୋକମାନଙ୍କୁ ଯଥା ସମୟରେ ଖେଳ ଭାଙ୍ଗି ଯାଉଛି, ଯଥା ସମୟରେ ଖେଳ ଭାଙ୍ଗି ବାଉଁଶରାଣୀ ଯେମିତି ଗୋଟେ ଏତିକି ପର୍ଟିକୁଲାର ଟାଇମ ଖେଳ ସରିଯାଏ, ଠିକ ସେମିତି ଆମର ଯୋଉ ରାଜନୀତିଟା ଯଥା ସମୟରେ ଖେଳ ଭାଙ୍ଗିଯିବା ଉଦ୍ଦେଶ୍ୟ, 5 ବର୍ଷ ଜଣେ ଜିତିଲା, 5 ବର୍ଷ ପରେ ଭଙ୍ଗା ହେଲା, ପୁଣି ନୂଆ ଜଣେ ଠିଆ ହଉଛନ୍ତି ନା ନାଇଁ, ହୁଏତ ସେଇ ଜିତୁଛି କିନ୍ତୁ ସେତିକି ପରେ ନେକ୍ସଟ ଆଉଥରେ ଭୋଟ ହଉଛି ନା, ତେଣୁ କରିକି ନା ଯଥା ସମୟରେ ଖେଳ ଭାଙ୍ଗିବା, ସେ ଯଥା ସମୟରେ ଯୋଉ 5 ବର୍ଷର ଅବଧି ଥାଏ, ଅବଧି ଶେଷ ହେଇଯାଏ, ପୁଣି ଥରେ ସେଇ ଇଲେକ୍ସନ ଧନ୍ଦା ଚାଲେ, ଦୁନିଆ କୋଟି କୋଟି ଟଙ୍କା ଖର୍ଚ୍ଚ, କୋଟି କୋଟି ମାନେ ଏଇଭଳି ବିଭିନ୍ନ ପ୍ରକାର ପ୍ରପାଗଣ୍ଡା ପୁଣି ଆରମ୍ଭ ହେଇଯାଏ, ତାପରେ ପୁଣି କିଏ ଗୋଟେ ଜିତେ, ପୁଣି ନୂଆ ଅଭିନୟ ଆରମ୍ଭ ହେଉଛି ଠିକ ସେଇ ଢଙ୍ଗରେ, ନୂଆ ଅଭିନୟ ଠିକ ସେଇ ଢଙ୍ଗରେ, ଅର୍ଥାତ୍ ସେଇ ପ୍ରଚାର, ସେଇ ପ୍ରସାର, ସେଇ ଟିଭିରେ ଆଡଭର୍ଟାଇଜମେଣ୍ଟ, ସେଇ ରେଡିଓରେ ଆଡଭର୍ଟାଇଜମେଣ୍ଟ, କୋଉଠି ସବୁ ପୋଷ୍ଟର ଲଗା ହେଲାଣି ତ କୋଉଠି ରାଲି ହେଲାଣି ତ କୋଉଠି ଭାଷଣ ହେଲାଣି, ସେମ ଜିନିଷ ଆଜି ଯୋଉଟା ଦେଖୁଛ 5 ବର୍ଷ ପରେ ସେଇଟା କିଛି ନୂଆ ହଉନି। ସେଇ ଜିନିଷ ହଉଛି ସେଇ ଜନତା, ସେଇ ପ୍ରତିନିଧି, ସେଇ ଖେଳ, ବ୍ୟବଧାନ କେବଳ ସମୟ, କେବଳ ଯୋଉ 5 ବର୍ଷର ଅବଧି ସେଇ ସମୟର ବ୍ୟବଧାନ, କିନ୍ତୁ ତାପରେ ସେ ଆଜି ଇଲେକ୍ସନରେ ତମେ ଯାହା ସବୁ ଦେଖୁଛ ଯେମିତି ଚାଲିଛି, 5 ବର୍ଷ ପରେ ପୁଣି ସେଇ ଜିନିଷ ଗୁଡାକୁ ଦୋହରା ହଉଛି, ହୁଏତ ନୂଆ କିଛି ପ୍ରୋପାଗଣ୍ଡା ମିଶା ହଉଛି, ନୂଆ କିଛି ପ୍ରଚାର ପ୍ରସାରର ମାଧ୍ୟମ ମିଶା ହଉଛି, ସେତିକି ହେଲା ଦେଖୁଛି। ତେଣୁ ଗଣତନ୍ତ୍ର ଏଥିପାଇଁ ଦୋଷୀ ହେବ କାହିଁକି, ଗଣତନ୍ତ୍ର କଣ ପାଇଁ ଦୋଷୀ, ଲୋକ ତ ଭୁଲ କରୁଛନ୍ତି। ଆମେ ଯଦି ଗୋଟେ ସହି କ୍ୟାଣ୍ଡିଡେଟକୁ ଭୋଟ ନଦବା, ଆମେ ଯଦି ମଟନ ଖାଇକି ଭୋଟ ଦବା, ତାହେଲେ ଗଣତନ୍ତ୍ର ଯିଏ ଲେଖିଯିବ ଖାତାରେ ମାନେ ଠିକ କ୍ୟାଣ୍ଡିଡେଟକୁ ଭୋଟ ନଦବା। ସହି ପଛେ, ସହି କଣ ଦହି, ସହି ଆଚ୍ଛା ସହି ସହି ନାଇଁ ମୁଁ ସହି ଠିକ ଉପଯୁକ୍ତ କ୍ୟାଣ୍ଡିଡେଟ, ଯୋଉ ଉପଯୁକ୍ତ ଲୋକ ପ୍ରତିନିଧି, ଆକ୍ଷରିକ ଓଡିଆ ହେଲା ଉପଯୁକ୍ତ ପ୍ରତିନିଧିକୁ ଯଦି ଆମେ ଭୋଟ ନଦବା, ତାହେଲେ ଆମର ଦଶା ମଧ୍ୟ ସେଇଭଳି ହେବ। ତ ଏଥିପାଇଁ ବଧିଆ ଯଦି ମେଣ୍ଢାର ପୋଷାକରେ, ମେଣ୍ଢାଙ୍କ ଗହଣରେ, ମେଣ୍ଢାଶାଳ ଭିତରେ ପଶି ଗୋଟେ ପରେ ଗୋଟେ ମେଣ୍ଢା ଖାଇବାକୁ ଆରମ୍ଭ କରିଦିଏ, ସେଥିପାଇଁ ଦୋଷୀ ହେବ କିପରି, ଗୋଟେ ଗଧିଆକୁ ଏଠି
ଉଦାହରଣ ଦିଏ ଗଧିଆ ମେଣ୍ଢା ଛାଳରେ ପଶିଲା, ମେଣ୍ଢା ଭଳିଆ ଧୂପ ପିନ୍ଧିକି ମେଣ୍ଢା ଛାଲରେ ଗୋଟେ ପୋଷାକ ପିନ୍ଧିଲା, ମେଣ୍ଢା ଛୁଆକୁ ଗୋଟେ ପରେ ଗୋଟେ ଖାଇଚାଲିଲା। ଏଠି ଦୋଷ କାହାର? ଗଧିଆର କଣ ଦୋଷ? ତମେ ଯଦି ତମ ଲୋକକୁ ଚିହ୍ନି ପାରୁନ, କିଏ ମେଣ୍ଢା କିଏ ଗଧିଆ ଚିହ୍ନି ପାରୁନ, ଅର୍ଥାତ୍ ଏଇଠି ଲେଖକ କହୁଛନ୍ତି ଏ ସବୁ ଦୋଷ ଲୋକମାନଙ୍କର। ଗଧିଆ ହଉଛି କିଏ? ସେ ଯୋଉମାନେ ମନୋନୀତ ହଉଛନ୍ତି, ଯୋଉ ଠକ ନେତା ମାନେ, ସେମାନେ ଆସୁଛନ୍ତି ତମଠୁ ଭୋଟ କଲେକ୍ସନ କରୁଛନ୍ତି, ତମେ ତାଙ୍କୁ ଜିତଉଛ, ତମରି ଧନ ଖାଇକି ବଡ ଲୋକ ହେଇଯାଉଛନ୍ତି, ତମେ ମୋ ଭଳିଆ ଚାଲିଛ। ଜନତା ମାନଙ୍କ କଥା, ତମ ମାନଙ୍କ କଥା ମୁଁ କହୁନି, ତମେ ତ ଭୋଟ ଦେଇନା। ମୁଁ ପୁରା ସର୍ବସାଧାରଣଙ୍କ କଥା କହୁଛି, ଯୋଉମାନେ ଭୋଟ ଦେଇଛନ୍ତି, ତମର ବୟସ ହେଇନି ତମେ ଭୋଟ ଦେଇନ, ମୋର ବୟସ ହେଇକି ବି ମୁଁ ବି ଭୋଟ ଦେଇନି ଆଜି ପର୍ଯ୍ୟନ୍ତ। କେମିତି ଦିଆ ହବ ଶିଖିନି, ମୋର କାର୍ଡ ନାହିଁ। ତେଣୁକରି ତମ ଭଳିଆ ମୁଁ ବି ଭୋଟ ଦେଇନି। ତ ଯୋଉମାନେ ଭୋଟ ଦେଇଛନ୍ତି, ମୁଁ ଦେଇନି, ମୋର କାର୍ଡ ହିଁ ନାହିଁ, ଭୋଟର କାର୍ଡ ମୁଁ ବନେଇନି। ମତେ ଭଲ ଲାଗେ ଭୋଟ ଦେବାକୁ। ତମ କଥା କିନ୍ତୁ ତମେ ଯେତେବେଳେ ବଡ ହବ ଭୋଟ ଦବ ଆଉ ପ୍ରପର କ୍ୟାଣ୍ଡିଡେଟ କୁ ଭୋଟ। ତେଣୁ ସେଇ କଥା କହୁଛନ୍ତି, ଆମେ ମାନେ ହିଁ ସେଇ ଲୋକକୁ ଭୋଟ ଦଉଛେ, ଜିତଉଛେ, ତା ଧନକୁ ସିଏ ଆମ ଧନକୁ ସବୁ ଖାଉଛି, କୋଟିପତି ହଉଛି, ତାପରେ ପୁଣି କଣ ହଉଛି, ଆମ ଧନ ଖାଇବା ଆମ ଭକୁଆ ଭଳିଆ ତାକୁ ଚାହିଁଛେ ମନ୍ତ୍ରୀ ଆମକୁ କିଛି ଦଉନି, ନେତା ଆମକୁ କିଛି ଦଉନି, ତମେ ଖାଇଲେ ପଖାଳ ପାଣି ଖାଉଛ, ଚାଳ ଘରେ ରହୁଛ, ସିଏ ତମେ ଭୋଟ ଦେଇକି ତାକୁ ଜିତେଇକି ତମେ ରହିବ ଚାଳ ଘରେ, ତମେ ରହିବ ପଖାଳ ଖାଇବ, ତମକୁ ତମ ଦ୍ଵାରା ଦୟାରେ ସିଏ ଜିତିଛନ୍ତି, ସିଏ ରହିବ ଫାଇଭ ଷ୍ଟାର ହୋଟେଲରେ, ସିଏ ଡେଲି ମାନେ ବାଥରୁମ ଯିବାକୁ ଗୋଟେ ନୂଆ ଡ୍ରେସ ପିନ୍ଧିକି ଯିବ, ଖାଇବା ବି ଗୋଟେ ନୂଆ ଡ୍ରେସ ପିନ୍ଧିବ, ତେଣୁ ତାର ମାନେ ଚେଞ୍ଜ ଉପରେ ଚେଞ୍ଜ। ତେଣୁ ଗଣତନ୍ତ୍ର ଶାସନ ଯେ ଶ୍ରେଷ୍ଠ ଶାସନ ଏଥିରେ ସନ୍ଦେହ ନାହିଁ, କିନ୍ତୁ ବେଳେ ବେଳେ ମନ ଭିତରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ, ଆମେ କଣ ଗଣତନ୍ତ୍ର ଶାସନ ପାଇଁ ନିଜେ ଉପଯୁକ୍ତ କି? ଆମେ କଣ ଗଣତନ୍ତ୍ର ପାଇଁ ଉପଯୁକ୍ତ? ଗଣତନ୍ତ୍ର ହଉଛି ଶ୍ରେଷ୍ଠ ଶାସନ, କାହିଁକି ନା ଯଦି ପ୍ରକୃତରେ ଗଣତନ୍ତ୍ର ଶାସନ ଯାହା ଯାହା ଅଛି ସେମିତି ଶାସନରେ ଆମେ ଚାଲିବା, ତାହେଲେ ନିହାତି ଭାବରେ ଏଇଟା ଶ୍ରେଷ୍ଠ ଶାସନ। ହେଲେ ଆମେ ପ୍ରକୃତରେ ତା ପାଇଁ ଯୋଗ୍ୟ ନୁହେଁ। କଥାରେ କହନ୍ତି, ଯିଏ ଯେଉଁ ଶାସନ ପାଇଁ ଉପଯୁକ୍ତ ସେ ସେଇଆ ହିଁ ପାଏ। ତେଣୁ ଆଜି ଆମର ଏ ଅବସ୍ଥା ପାଇଁ ଆମେ ନିଜେ ହିଁ ଦାୟୀ। ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡମ୍ବନା ମାତ୍ର। ଜ୍ଞାନ ନଥିଲେ ମୂର୍ଖ ହେଇକି ଯେତେ ଦିନ ରହିବ ସେତେ ଦିନ ମୂର୍ଖ ଭଳିଆ ଲୋକମାନେ ବି ବ୍ୟବହାର କରିବେ। ତମେ ଯଦି ଚାଲାକ ଚତୁର ହବ, ଲୋକମାନେ ତମକୁ ଚାଲାକ ଚତୁର ଭଳିଆ ବ୍ୟବହାର କରିବେ। ତମେ ଯଦି ମୂର୍ଖ, ଯେତେ ଜ୍ଞାନ ଥିଲେ ମୂର୍ଖ ଭଳି ଦେଖେଇବ, ଲୋକମାନେ ତମକୁ ମୂର୍ଖ ଭଳିଆ ହିଁ ବ୍ୟବହାର କରିବେ। ତେଣୁ ଯାହା ଯିଏ ଯୋଉଟା ଯାହା ପାଖରେ ଯୋଉଟା ଅଛି ସେ ସେଇଟା ପାଇବା ପାଇଁ ହିଁ ଯୋଗ୍ୟ। ତ ସେଥିପାଇଁ କହୁଛନ୍ତି କି ଯଦି ଆମ ପାଖରେ ଗଣ ଶିକ୍ଷା, ଗଣ ଚେତନା, ଚେତନାର ଅର୍ଥ ହେଲା ଜ୍ଞାନ, ହିଁ ଶକ୍ତି ବା ଜ୍ଞାନ, ଜ୍ଞାନର ଅଭାବ ହେଲେ ଆମେ ସେମିତି କଷ୍ଟ ପାଇବା, ନାଇଁ କି? ତେଣୁ ଆଗକୁ ଭୋଟ ଯେତେବେଳେ ଦବ, 18 ବର୍ଷ ହେଲେ ଭୋଟ ଦେବ। 18 ବର୍ଷ ହେଲେ କାହାକୁ ତ ହେଇନଥିବ, 17 16 ବର୍ଷ ହେଇଥିବ, 16 ବର୍ଷ ଟି ଆଉ କେତେ କେତେ ବର୍ଷ? 17 12 ବର୍ଷ ଭୋଟ ଦବ। କାର 16 କାର 17, କିଏ 14ରେ ପରୀକ୍ଷା ଦେଇଥିବ, 14 ବର୍ଷରେ ମେଟ୍ରିକ ଦେଇଥିବ, କିଏ 15 ବର୍ଷରେ ଦେଇଥିବ, କିଏ 16ରେ ଦେଇଥିବ। ଆର ବର୍ଷକୁ ଭୋଟ ଦବ। ଭୋଟ ଯେତେବେଳେ ତମ ଭାଗ୍ୟରେ ପଡିବ, ଭଲ ଭଲ କ୍ୟାଣ୍ଡିଡେଟ କୁ ଦବ। 500 ଟଙ୍କା କେହି ରଖିବନି, କି ମଟନ ଖାଇବାକୁ ଦେଇକିନା ଚିକେନ ଖାଇକି ଭୋଟ ଦବ ନାହିଁ। ଆଉ ଭଲ ପାଠ ପଢିକି ନିଜେ ଯଦି କ୍ୟାଣ୍ଡିଡେଟ ହବ ତ ଆହୁରି ଭଲ, ଦେଶର ଉନ୍ନତି ହବ। 500 ନେଇଯିବ, 500 ମୁଁ ତାକୁ ଚିହ୍ନିଛି ପରା। ତମେ ତାର କ୍ଲାସରେ କେବେ ଶୁଣନି, ସିଏ ଏତିକି ଧୈର୍ଯ୍ୟରେ ତମ କ୍ଲାସ ଶୁଣୁଛି, ବସିକି ଶୁଣିକି ମୁଣ୍ଡ ହଲଉଛି ସେତେବେଳେ। କ୍ୱେଶ୍ଚନ ଆନ୍ସର କହିଲ, ନାଇଁ ଶ୍ରୀ ତମେ ଆନ୍ସର କହିଲ। କଣ କହିଲ? କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ? କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ? ଗଣତନ୍ତ୍ର ଶାସନ। ତମେ କହିଲ ଭାରତୀୟ ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ କିଭଳି? କିଏ କହିବ? ଆଁ? ଭାରତରେ ସାମାଜିକ ନ୍ୟାୟର ସ୍ୱରୂପ କିପରି? ପଢେଇଥିଲି ପରା ଏଇଟା। ହଁ ଏଠି ଲେଖା ହେଇଛି ନା, ଆମ ଦେଶରେ ସାମାଜିକ ବ୍ୟକ୍ତିଗତ ଅଧିକାର, ସାମାଜିକ ନ୍ୟାୟ ସବୁ ଲେଖା ହେଇଛି ନା, ଟଙ୍କାରେ ଘରେ ଶବ୍ଦ କରି।
ଗଣତନ୍ତ୍ରରେ ଜନତାର ଶାସନ କିପରି ହେବା ସ୍ୱାଭାବିକ? ପରୋକ୍ଷ ଭାବରେ ହେବା ଗଣ ଗଣ ଗଣତନ୍ତ୍ରର ମେରୁଦଣ୍ଡ କଣ? କହିଲା ଏଇ ତମ ପଛ ଭାଇ ମୁଁ ଜାଣିଛି ତମ ତିନି ବହୁତ କୁହ ଗଣତନ୍ତ୍ର ମେରୁଦଣ୍ଡ କଣ? କଣ? ଲୋକ ପ୍ରତିନିଧି କଣ? ଲୋକ ପ୍ରତିନିଧି ମନ ନାହିଁ? ଲୋକ ପ୍ରତିନିଧି ମନ ନାହିଁ? ଠିକ ଅଛି। ଅଧିକ ତମର ଏଇଠି ବାଜୁଛି ମୁଁ ସାଇଡ ଯାଉଛି।